ବିଜନେସ୍ କରୁଛନ୍ତି କିନ୍ତୁ ସବୁର ମୂଳରେ ଗୋଟିଏ ହିଁ ଲକ୍ଷ୍ୟ ଯେ ଏ ସଂସାର ଆନନ୍ଦ ପ୍ରାପ୍ତ ହବା। ଆଉ ସାଧାରଣତଃ ଯେତେବେଳେ ଆନନ୍ଦ ପ୍ରାପ୍ତ ହବାର କଥା ଆସେ ତ ସେତେବେଳେ ଆମ ମନକୁ ଆସେ ଯେ ଏ ସଂସାରରେ ଆମର ଯୋଉ ଯୋଉ ସାଧାରଣତଃ ଆବଶ୍ୟକ ଜିନିଷ ଅଛି ଯଦି ଆବଶ୍ୟକ ଜିନିଷ ପୂରଣ ହେଇଯିବ ତାହେଲେ ଆମେ ଆନନ୍ଦ ରହିବା। ତେଣୁ ପ୍ରାୟତଃ ସାଧାରଣତଃ ଆମେ ଦେଖନ୍ତି ଯୋଉ ଆବଶ୍ୟକୀୟ ଜିନିଷ ବିଷୟରେ ଆମେ ଚିନ୍ତା କରନ୍ତି ମୁଖ୍ୟତଃ ଆମେ ତିନିଟା ଜିନିଷକୁ ପ୍ରାଧାନ୍ୟ ଦିଅନ୍ତି। ଗୋଟେ ହଉଛି କଣ ନା ଶାରୀରିକ ଆବଶ୍ୟକତା, ଯେମିତି ଆମକୁ ଖାଦ୍ୟ ଦରକାର, ଶରୀର ସୁସ୍ଥ ରହିବା ଦରକାର। ତ ଏସବୁ ହେଲା ଶାରୀରିକ ଆବଶ୍ୟକତା। ତ ଏ ହଉଛି ପ୍ରଥମ ଆବଶ୍ୟକ। ତାପରେ କଣ ହୁଏ ନା ଶାରୀରିକ ଆବଶ୍ୟକତା ପରିପୂର୍ଣ୍ଣ ହେଲା ପରେ ଆମେ ସାଧାରଣତଃ ଦେଖନ୍ତି ଆମର କିଛି ଗୋଟେ ମାନେ ମାନ ସମ୍ମାନ ରହିବା ଦରକାର, ଆମର ଗୋଟେ ସ୍ୱାଭିମାନ ରହିବା ଦରକାର। ତ ତେଣୁ ଆମେ ସାଧାରଣତଃ କଣ କରନ୍ତି ପ୍ରତ୍ୟେକ ବ୍ୟକ୍ତି ସାଧାରଣତଃ ପଢାଶୁଣା କରନ୍ତି, କିଛି ଗୋଟେ ଡିଗ୍ରୀ ହାସଲ କରନ୍ତି, ନିଜର ଗୋଟେ ଆଇଡେଣ୍ଟିଟି କ୍ରିଏଟ କରନ୍ତି। ତ ଏସବୁ ରହିଲା। ତ ତାପରେ ୟା ପରେ ରହିଯାଏ ଇମୋସନାଲ ନିଡ୍। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦରକାର ଇମୋସନାଲ ନିଡ୍, ମାନେ ହୁଏତ ଗୋଟେ ପାରିବାରିକ ସମ୍ପର୍କରେ ରହିବେ, ନହେଲେ କାହା ସହିତ ଗୋଟେ ସମ୍ପର୍କରେ ରହିବେ ଯାହା ସହିତ ହୁଏତ ସେ ସବୁ କଥା ଆଲୋଚନା କରିପାରୁଥିବେ, କିମ୍ବା ସିଏ ଯେତେବେଳେ ଏବେ କିଛି ସାହାଯ୍ୟ ଲୋଡୁଥିବେ କେହି ହୁଏତ ତାଙ୍କୁ ସେ ସାହାଯ୍ୟ ଦେଇପାରୁଥିବେ। ତେଣୁ ଇଏ ହଉଛି କଣ ନା ଇମୋସନାଲ ନିଡ୍। ଆଉ ସାଧାରଣତଃ ସମାଜରେ ଆମେ ଦେଖନ୍ତି ପ୍ରତ୍ୟେକ ବ୍ୟକ୍ତି ମୋଷ୍ଟଲି ଏଇ ତିନିଟା ଆବଶ୍ୟକତାକୁ ହିଁ ପ୍ରାଧାନ୍ୟ ଦେଇଥାନ୍ତି। ପ୍ରତ୍ୟେକ ବ୍ୟକ୍ତି ଆପଣ ଦେଖନ୍ତୁ ଆମେ ଯେତେବେଳେ ଗୋଟେ ପିଲାକୁ ଜନ୍ମ ଦଉଛନ୍ତି ଆମେ ସାଧାରଣତଃ କଣ କଣ ଚିନ୍ତା କରୁଛନ୍ତି ନା ତାର ପ୍ରଥମ କଥା ହଉଛି ଶାରୀରିକ ସୁସ୍ଥତା ରହିବା ଦରକାର, ଶରୀରକୁ ଯାହା ଯାହା ଦରକାର ଖାଦ୍ୟ ଗ୍ରହଣ ଏସବୁ ଠିକ ଠାକ କରିବା ଦରକାର। ସେକେଣ୍ଡରେ ଆମେ ସାଙ୍ଗେ ସାଙ୍ଗେ ତାକୁ ପିଲାଟାକୁ ଠିକ ପ୍ରାପ୍ତ ବୟସ ହେଇଗଲା ବେଳକୁ ଆମେ ସାଧାରଣତଃ ତାକୁ ପଠେଇ ଦିଅନ୍ତି ଯେ ତୁମେ ଯାଇକି ଏବେ ପଢାଶୁଣା କର। ପଢିଲେ ତାପରେ ଏବେ ଠିକ ବୟସ ହେଇଗଲେ ଆମେ ତାକୁ ବିବାହ ବନ୍ଧନରେ ବାନ୍ଧନ୍ତି, କାହିଁକି ନା ଗୋଟେ ଇମୋସନାଲ ନିଡ୍ ଅଛି। ତ ପାରିବାରିକ ବନ୍ଧନରେ ଯେତେବେଳେ ବାନ୍ଧି ହେବେ, ପାରିବାରିକ ସମ୍ପର୍କରେ ଆସିବେ, ତ ଏବେ ତାଙ୍କର ଯୋଉଟା ମାନେ କିଛିଟା ଇମୋସନାଲ ର ଆବଶ୍ୟକ ଜିନିଷଟା ତାଙ୍କୁ ପରିପୂର୍ଣ୍ଣ ହେଇଯିବ। କିନ୍ତୁ ଏଠି କଥା ହଉଛି ପ୍ରାୟ ସାଧାରଣତଃ ଦେଖନ୍ତି ଯୋଉ ମାନେ ଧର ଯୋଉ ଜୀବଜନ୍ତୁ ଏ ସବୁ ରହିଲେ ତ ସେମାନଙ୍କର ଆମେ ଦେଖନ୍ତି ଏଇ ଯଦି ନିଡ୍ ଗୁଡାରେ ସେମାନଙ୍କର ନିଡ୍ ବହୁତ କମ। ସାଧାରଣତଃ ଦେଖନ୍ତୁ ସେମାନଙ୍କୁ ଯଦି ଠିକ ଠାକ ଖାଦ୍ୟ ମିଳିଯାଉଛି ଆଉ ଖାଦ୍ୟ ନର୍ମାଲି ମିଳିଯାଉଛି କିମ୍ବା ଶୋଇବା ପାଇଁ ଠିକ ସେ ମିଳିଯାଉଛି, ତାହେଲେ ସେମାନେ ପ୍ରାୟତଃ ସେମାନେ ବହୁତ ଆନନ୍ଦରେ ରୁହନ୍ତି। କିନ୍ତୁ ସାଧାରଣତଃ ଦେଖିବାକୁ ପଡିବ ଏଠି ଯେ ଆମେ ସାଧାରଣତଃ ଏଇ ତିନିଟା ଆବଶ୍ୟକୀୟ ପୂରଣ ହେଲା ପରେ ବି ଯେ ବ୍ୟକ୍ତି ସମ୍ପୂର୍ଣ୍ଣ ମାତ୍ରାରେ ଆନନ୍ଦିତ ହେଇପାରିବ କିମ୍ବା ବ୍ୟକ୍ତି ସମ୍ପୂର୍ଣ୍ଣ ମାତ୍ରାରେ ସେ ବୁଝିପାରୁଛି ଯେ ମୋର ସବୁ ପ୍ରକାର ଏବେ ରିକ୍ୱାରମେଣ୍ଟ ଫୁଲଫିଲ ହେଇଯାଇଛି ଆଉ ମୁଁ ସମ୍ପୂର୍ଣ୍ଣ ମାତ୍ରାରେ ଆନନ୍ଦିତ ଅଛି, ଏଇଟା କହି ହବନି। କିମ୍ବା ଆମେ ଦେଖନ୍ତୁ ଯେତେ ଜଣ ହୁଏତ ଆପଣ କ୍ଲାସରେ ଜଏନ କରିଛନ୍ତି, ଆମେ ଯୋଉ ଆବଶ୍ୟକର କଥା କହିଲେ ଆପଣଙ୍କ ପାଖରେ ସେମିତି କୌଣସି ଜିନିଷର ଆବଶ୍ୟକ ଜିନିଷ ଏବେ ନାହିଁ ବୋଲି କହିପାରିବେନି। ଆପଣ ଦେଖନ୍ତୁ ସମସ୍ତଙ୍କ ପାଖରେ ଖାଇବାର ବସ୍ତୁ ଅଛି, ଖାଇବା ପଦାର୍ଥ ଆପଣଙ୍କ ଘର ପାଖରେ ଅଛି। ସେକେଣ୍ଡ ଜିନିଷ ସୁସ୍ଥତା ହିସାବରେ ଯାହା ବି ହଉ ଏଟଲିଷ୍ଟ ସୁସ୍ଥ ଆମେ ସମସ୍ତେ ଅଛନ୍ତି। ସେକେଣ୍ଡ ଜିନିଷ ପଢା ଲେଖା ଆମେ ଯେତିକି ହୁଏତ ଆମର ହିସାବରେ ଆମେ କରିଛନ୍ତି, କିଏ ହୁଏତ ଗ୍ରାଜୁଏସନ କରିଛନ୍ତି, କିଏ ହୁଏତ 10th ପଢିଛନ୍ତି, କିଏ ହୁଏତ +2 ପଢିଛନ୍ତି, କିଏ ହୁଏତ ବିଟେକ୍ କରିଛନ୍ତି। ଆମେ କିଛି କିଛି ଆମର ନିଜର ଜ୍ଞାନ ହିସାବରେ ଆମେ ପାଠ ପଢିଛନ୍ତି। ଥାର୍ଡ ଜିନିଷକୁ ଯଦି ଯିବା ଆମେ ପାରିବାରିକ ସମ୍ପର୍କରେ ବହୁତ ସାରା ବ୍ୟକ୍ତି ଆମର ଯୋଉ କ୍ଲାସରେ ଅଛନ୍ତି ମୋଷ୍ଟଲି ବିବାହିତ, ତେଣୁ ଆପଣ ସମସ୍ତେ ଗୋଟେ ସମ୍ପର୍କରେ ଅଛନ୍ତି। ସମ୍ପର୍କରେ ଅଛନ୍ତି କିନ୍ତୁ ତାପରେ ବି ଯଦି ଆମେ ପଚାରିବା ଯେ ପ୍ରଭୁଜୀ କିମ୍ବା ମାତାଜୀ ଆପଣ ସମ୍ପୂର୍ଣ୍ଣ ମାତ୍ରାରେ କଣ ଆନନ୍ଦିତ କିମ୍ବା ସମ୍ପୂର୍ଣ୍ଣ ମାତ୍ରାରେ ଯାହା ଆଶା କରୁଥିଲେ ସଂସାରରୁ ସମ୍ପୂର୍ଣ୍ଣ ମାତ୍ରାରେ ଆପଣ ସେ ଜିନିଷ ପାଇଯାଇଛନ୍ତି, ତ ନିଶ୍ଚିତ ମାତ୍ରାରେ ଆପଣ ଉତ୍ତର ଦେବେ ଯେ ନାଇଁ, ଯେ ସମ୍ପୂର୍ଣ୍ଣ ମାତ୍ରାରେ ତ ଆନନ୍ଦିତ କିମ୍ବା ସମ୍ପୂର୍ଣ୍ଣ ମାତ୍ରାରେ ତୃପ୍ତ ଅବସ୍ଥାରେ ଅଛି ମୁଁ ତ ସେଇଆ କହିପାରିବିନି। ତେଣୁ ଏଠି ଏବେ ପ୍ରଶ୍ନ ଆସିଯିବ ଯେ ତାହେଲେ ବ୍ୟକ୍ତି କଣ ଖୋଜୁଛି, କୋଉ ଜିନିଷରୁ ହୁଏତ ତାର ଅଭାବ ରହିଯାଇଛି। କିନ୍ତୁ ଏଇଠି ଦେଖନ୍ତୁ ତା ମାନେ ଏଇଆ ନୁହେଁ ଯେ ଯୋଉ ତିନିଟା ଜିନିଷ କଥା ଆମେ ଚର୍ଚ୍ଚା କଲେ ସେ ତିନିଟା ଜିନିଷ ଆମର ଆବଶ୍ୟକ ନୁହେଁ। ସେ ତିନିଟା ଜିନିଷ ବେସିକ ଆବଶ୍ୟକ। ଯେମିତି ଦେଖିବାକୁ ଗଲେ ଜଣେ ବ୍ୟକ୍ତି ଯଦି ଏବେ ମେଡିକାଲ ପଢିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ ମାତ୍ରାରେ ତାଙ୍କୁ 10th ପାସ୍ କରିବା ପାଇଁ ପଡିବ। ବୁଝିପାରିଲେ ନା? 10th ପାସ୍ କରିବାକୁ ପଡିବ, କିନ୍ତୁ ଏଇଆ ବି କହିପାରିବାନି ଯେ 10th ପାସ୍ କରିଥିବା ବ୍ୟକ୍ତି ଜଣେ ଡକ୍ଟର ହେଇଯିବେ। 10th ପାସ୍ କରିବାକୁ ପଡିବ, +2 ପାସ୍ କରିବାକୁ ପଡିବ, ତାପରେ ହୁଏତ ପୁଣି ଥରେ ଏଣ୍ଟ୍ରାନ୍ସ ଦେବାକୁ ପଡିବ, ପୁଣି ଥରେ ମେଡିକାଲ ପଢିବାକୁ ପଡିବ, ମେଡିକାଲ ପଢିଲା ପରେ ହିଁ ସିଏ ଏବେ ଡକ୍ଟର ହେଇପାରିବ। ତ ସେମିତି ଟାଇପର ସାଧାରଣତଃ ଆମେ ଯୋଉ ଏଇ ଯୋଉ ତିନିଟା ଆବଶ୍ୟକର କଥା କହିଲେ ନିଶ୍ଚିତ ମାତ୍ରାରେ ଆମର ତାର ଆବଶ୍ୟକ ଅଛି। କିନ୍ତୁ ସାଧାରଣତଃ ଏଇ ତିନିଟା ଆବଶ୍ୟକ ଯେ ପୂରଣ ହେଇଗଲେ ପ୍ରତ୍ୟେକ ବ୍ୟକ୍ତି ବହୁତ ଆନନ୍ଦରେ ରହିଯିବେ ସେମିତି ଆମେ କହିପାରିବାନି।
କିମ୍ବା ଆଉ ଗୋଟେ ଜିନିଷ ଦେଖନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଏଇ ଯୋଉ ଆନନ୍ଦର କଥା ଆମେ କହୁଛନ୍ତି, ଆନନ୍ଦର କଥାଟା ଏଇଆ ବି ନୁହେଁ ଯେ ଆମ ପାଖରେ ସାଧାରଣତଃ ଧର ଯୋଉ ଖାଇବା ପିଇବାର ଜିନିଷ ଅଛି ଆମେ ଜଷ୍ଟ ଖାଇଲେ ପିଇଲେ ଆଉ ମାନେ ଠିକ ଠାକ ଘରେ ରହିଗଲେ ଯେ ଜଣେ ଆନନ୍ଦ ହେଇଯିବ ସେମିତି କିଛି ନାହିଁ। ବେଳେ ବେଳେ ଆନନ୍ଦ ଏଇଆ ବି ହେଇଥାଏ କିଛି କିଛି ହୁଏତ ସଂଘର୍ଷମୟ ଜୀବନ ବି ଆମକୁ ବହୁତ ଆନନ୍ଦ ଲାଗେ। ବେଳେ ବେଳେ ହେଇଥାଇପାରେ ବହୁତ ଶାନ୍ତିପୂର୍ଣ୍ଣ ଜୀବନ ବି ଆମକୁ ବହୁତ ମାନେ ଆ ବହୁତ ବାନ୍ଧି ହେଇଗଲା ଭଳି ଲାଗେ। ଯେମିତି କିଛି କିଛି ଉଦାହରଣ ଦେଲେ ବେଳେ ବେଳେ ଏମିତି ବି ହେଇଛି ଜଣେ ଜଣେ ହୁଏତ ଯୋଉମାନେ ସାଧାରଣତଃ ହାଉସ ୱାଇଫ ସେମାନେ ହଜବେଣ୍ଡଙ୍କ ସହିତ ଆସିକି ସେମାନେ ଏଇଆ କୁହନ୍ତି ଯେ ପ୍ରଭୁଜୀ ମୁଁ ତ ଆଗରୁ ଚାକିରି କରୁଥିଲି ତ ଚାକିରି କରିବାର କିଛି ବର୍ଷ ପରେ ଯେବେ ହୁଏତ ପିଲା ମୁଁ ଧାରଣ କଲି ସେବେ ଟାଇମରେ ମୁଁ ଡିସାଇଡ କଲି ଯେ ଆକ୍ଚୁଆଲି ମୁଁ ଆଉ ଜବ୍ କରିବିନି। ହଜବେଣ୍ଡ ବି ବହୁତ କେୟାରିଂ ଘରେ ବି ଭଲ ପଇସା ପତ୍ର ସବୁ କିଛି ଅଛି କିଛି ଅସୁବିଧା ନାହିଁ। ତ ଏବେ ମତେ ଫିଲ୍ ହଉଛି ଯେ ମାନେ ମୁଁ ଜାଣିପାରୁନି ହୁଏତ କଣ ଅଭାବ ରହିଛି କି କଣ କିନ୍ତୁ ମତେ କିଛି ଶାନ୍ତି ଲାଗୁନି ମତେ କିଛି ସାଟିସ୍ଫେକ୍ସନ ଲାଗୁନି ମୁଁ ଏବେ ଘରେ ଅଛି ପିଲାକୁ ବି ସମ୍ଭାଳୁଛି ଘରେ ସବୁ ଭଲ ହଜବେଣ୍ଡ ବି ବହୁତ କେୟାରିଂ ପଇସା ପତ୍ର କିଛି ଅଭାବ ନାହିଁ। କିନ୍ତୁ ତାପରେ ମଧ୍ୟ ବି ମତେ ସେଇ ଯୋଉ ଗୋଟେ ତୃପ୍ତି ଅନୁଭବ ହଉନି ମତେ କିଛି ଗୋଟେ ସାଟିସ୍ଫେକ୍ସନ ଫିଲ୍ ହଉନି। ତ ଏଇଠି ଜିନିଷ ଦେଖନ୍ତୁ ଏଠି ଯଦି ଆମେ ଚିନ୍ତା କରିବା ତ ନିଶ୍ଚିତ ମାତ୍ରାରେ ତ ବହୁତ ଆନନ୍ଦରେ ଅଛନ୍ତି ଘରେ ଅଛନ୍ତି କୁଆଡେ ଯିବାକୁ ପଡୁନି। ପିଲାର ଦେଖଭାଲ କରୁଛନ୍ତି ଟିକେ ରୋଷେଇ କରିଦଉଛନ୍ତି ଅଛନ୍ତି ଘରେ ହଜବେଣ୍ଡ ବି ବହୁତ କେୟାରିଂ ଆଉ ପଇସା ପତ୍ରର ସେମିତି କିଛି ଅଭାବ ନାହିଁ। କିନ୍ତୁ ତଥାପି ସେ କହୁଛନ୍ତି ଯେ ମୁଁ ଶାନ୍ତିରେ ନାହିଁ ତ ମୁଁ ତାଙ୍କୁ ସେଇ କଥା କହିଲି ଦେଖନ୍ତୁ ଆପଣ ଗୋଟେ ଟାଇମ ଥିଲା ଆପଣ ନିଜେ ଚାକିରି କରୁଥିଲେ ଆପଣ ପଢିଛନ୍ତି ତେଣୁ ଯେତେବେଳେ ଚାକିରି କରୁଥିଲେ ନିଜେ ହିଁ କିଛି କରୁଥିଲେ ଏବେ ସବୁ ଜିନିଷ ଛାଡି ଦେଇ ଘରେ ରହିଲେ ତେଣୁ ସେଇଥିପାଇଁ ଆପଣଙ୍କୁ ସାଟିସ୍ଫେକ୍ସନ ଲାଗୁନି କାରଣ ଆପଣଙ୍କର ମାଇଣ୍ଡ ଟା ଏବେ ଖୋଜୁଛି ଯେ ମୋ ନିଜର କିଛି ଗୋଟେ ଆଇଡେଣ୍ଟିଟି ହବା ଦରକାର ମୁଁ ନିଜେ କିଛି କରିବା ଦରକାର। ନିଶ୍ଚିତ ମାତ୍ରାରେ ଆପଣ ଯେତେବେଳେ ଜବ୍ କରୁଥିଲେ ବହୁତ କିଛି ସଂଘର୍ଷ ଅଛି ଆପଣ ସକାଳୁ ଉଠୁଥିଲେ ଘରର କାମ ସାରୁଥିଲେ ପୁଣି ଅଫିସ ଯାଉଥିଲେ ଅଫିସ କାମ ସାରୁଥିଲେ ଅଫିସ ର ବିଭିନ୍ନ ପ୍ରକାର ଦାୟିତ୍ୱ ନଉଥିଲେ ଦାୟିତ୍ୱ ନେଲା ପରେ ପୁଣି ଘରକୁ ଆସୁଥିଲେ ଘର କାମ ବୁଝୁଥିଲେ ପିଲା କଥା ବୁଝୁଥିଲେ କିନ୍ତୁ ଯାହା ହେଲେ ବି ସେଠି ଆପଣଙ୍କୁ କଣ ହଉଥିଲା ଗୋଟେ ସାଟିସ୍ଫେକ୍ସନ ଲାଗୁଥିଲା। ଆପଣ ନିଜେ କିଛି କରୁଛନ୍ତି ତାର ସାଟିସ୍ଫେକ୍ସନ ଲାଗୁଥିଲା ତେଣୁ ଦେଖନ୍ତୁ ଏଇଠି ଆମେ ବହୁତ ମାନେ ଇଜିଲି କହିପାରିବାନି ଯେ ଶାନ୍ତି କିମ୍ବା ହ୍ୟାପିନେସ ମାନେ ହଉଛି ଜଷ୍ଟ ଚୁପଚାପ ମୁଁ ଘରେ ଅଛି ମାନେ ଶାନ୍ତି ମିଳିଯିବ। କିମ୍ବା ଆମେ କହିପାରିବାନି ଜଣେ ହୁଏତ ବାହାରେ କିଛି ଗୋଟେ ସଂଘର୍ଷ କରୁଛି ମାନେ ବହୁତ ଦୁଃଖରେ ଅଛି ନା ତେଣୁ ସେଇଥିପାଇଁ ଦେଖନ୍ତୁ ଗୋଟେ ହ୍ୟୁମାନ ର ସାଇକୋଲୋଜି ଏତେ କମ୍ପ୍ଲେକ୍ସ ଟାଇପ ର କୌଣସି ଗୋଟେ ପର୍ଟିକୁଲାର ସିନାରିଓରୁ କୌଣସି ଗୋଟେ ପର୍ଟିକୁଲାର ସ୍ଥିତିରୁ ଆମେ କହିପାରିବାନି ଜଣଙ୍କର କଣ ହୁଏତ ଶାନ୍ତି କି ଦୁଃଖ ପ୍ରତ୍ୟେକ ବ୍ୟକ୍ତିର ତାର ଯୋଉ ବିଭିନ୍ନ ଇଚ୍ଛା ହିସାବରେ ପ୍ରତ୍ୟେକ ବ୍ୟକ୍ତିର ତାର ରିକ୍ୱାରମେଣ୍ଟ ହିସାବରେ ସିନାରିଓ ଚେଞ୍ଜ ହେଇପାରେ ତେଣୁ ପ୍ରତ୍ୟେକ ବ୍ୟକ୍ତିକୁ ନିଜକୁ ବୁଝିବାଟା ବହୁତ ଜରୁରୀ। ଠିକ ଅଛି ତେବେ ନେକ୍ସଟ ଆମେ ସ୍ଲାଇଡ କୁ ଯିବା। ସେ ଆହାର ନେତ୍ରା ଭୟ ମୈଥୁନ ସେଇ ହଁ ତେଣୁ ଏଠି ଲାଷ୍ଟ ଶ୍ଲୋକରେ ଆମେ ଡିସକସ ଏଇଆ କରିଥିଲେ ଯେ ଆକ୍ଚୁଆଲି ପ୍ରତ୍ୟେକ ଜୀବଜନ୍ତୁ ଯୋଉ ଅଛନ୍ତି ସମସ୍ତଙ୍କର ଚାରିଟା ମାନେ ବେସିକ ରିକ୍ୱାରମେଣ୍ଟ ରହୁଛି ସିଏ ହଉଛି କଣ ନା ଆହାର ନିଦ୍ରା ଭୟ ଆଉ ମୈଥୁନ। ଆହାର ମାନେ ହଉଛି କଣ ନା ଖାଦ୍ୟ ଗ୍ରହଣ କରିବା ନିଦ୍ରା ନିଦ୍ରା ମାନେ ନିଦ୍ରା ଯିବ ଆ ବଡିକୁ ଯୋଉ ରେଷ୍ଟ ଦରକାର ଭୟ ଭୟ ହଉଛି ପ୍ରତ୍ୟେକ ଜୀବଜନ୍ତୁ ଦେଖନ୍ତୁ କିଛି କିଛି ମାତ୍ରାରେ ସେମାନଙ୍କର ଭୟ ଅଛି ହୁଏତ ଶାରୀରିକ ଭୟ ହୁଏତ ମାନସିକ ଭୟ ହୁଏତ ସାମାଜିକ ଭୟ ହୁଏତ ପାରିବାରିକ ଭୟ ଆ ଭୟ ବିଭିନ୍ନ ପ୍ରକାର ଅଛି କିନ୍ତୁ ପ୍ରକୃତରେ ବେଶୀ ମାତ୍ରାରେ ଦେଖନ୍ତୁ ମନୁଷ୍ୟ ପାଖରେ ଭୟ ବେଶୀ ଅଧିକା। ଯଦି ଆମେ ପ୍ରଶ୍ନ ପଚାରିବା ଧର ଯୋଉ ଗୋଟେ ପଶୁଟା ହୁଏତ କୁକୁର ବିଲେଇରେ ଯେତିକି ଭୟ ନାହିଁ କାହିଁକି ଭୟ ବେଶୀ ନାହିଁ କାରଣ ଭୟଟା ଏଇଥିପାଇଁ ବେଶୀ ନାହିଁ ତାଙ୍କ ରିକ୍ୱାରମେଣ୍ଟ କମ। ସାଧାରଣତଃ ଦେଖନ୍ତୁ ଗୋଟେ କୁକୁରଟା ତାର ଭୟ କଣ ହୁଏତ ଆଜିର ଖାଦ୍ୟଟା ମତେ ମିଳିବ କି ନାହିଁ ଯଦି ଖାଦ୍ୟ ମିଳିଗଲା ଆଟଲିଷ୍ଟ ତାଙ୍କର ହେଇଗଲା। କିନ୍ତୁ ଦେଖନ୍ତୁ ମନୁଷ୍ୟ ଜୀବନରେ ଯେ କେବଳ ଯେ ଖାଦ୍ୟ ମିଳିଗଲେ ତାର ଭୟ ଚାଲିଯିବ ନୁହେଁ ହୁଏତ ବିଭିନ୍ନ ପ୍ରକାର ତାଙ୍କର ନିଜର ମାନ ସମ୍ମାନକୁ ନେଇକି ଭୟ ସମାଜକୁ ନେଇକି ଭୟ ପରିବାରକୁ ନେଇକି ଭୟ ଶରୀରକୁ ନେଇକି ଭୟ ମନକୁ ନେଇକି ଭୟ ତେଣୁ ମନୁଷ୍ୟ ଶରୀରରେ ଭୟ ଟା ବେଶୀ ଅଛି ବୁଝିପାରିଲେ। ତାପରେ କଣ ନା ମୈଥୁନ ହୁଏତ ଯୋଉ ଶାରୀରିକ ସମ୍ପର୍କ ପିଲା ଜନ୍ମ କରିବା ଏଇ ହଉଛି ମୈଥୁନ। ସେ ଏଇ ଯୋଉ ଚାରିଟା ଜିନିଷ ସାଧାରଣତଃ ଦେଖନ୍ତୁ ଗୋଟେ ମନୁଷ୍ୟ ଆଉ କାହିଁକି ଗୋଟେ କ୍ଲାସ ମଝିରେ କାହିଁ ହାତ ଇରେଜ କରୁଛନ୍ତି। କଣ ଏବେ ଏମିତି ଆସିଗଲା ଯେ ହାତ ରେଜ କରିବା। ତ ଏବେ ଦେଖନ୍ତୁ ତ ଏଇ ଯୋଉ ଚାରିଟା ରିକ୍ୱାରମେଣ୍ଟ ଇଏ ଗୋଟେ ମନୁଷ୍ୟ ଆଉ ପଶୁଙ୍କର ଭିତରେ ସମସ୍ତଙ୍କର ଏଇ ବେସିକ ରିକ୍ୱାରମେଣ୍ଟ ସମସ୍ତଙ୍କର ଅଛି ବୁଝିଲେ କି। କିନ୍ତୁ ସାଧାରଣତଃ ଦେଖନ୍ତୁ ମନୁଷ୍ୟ ଜୀବନରେ ଆମେ ଦେଖନ୍ତି
ତାପରେ କଣ କୁହାହଉଛି ନା ଧର୍ମ ହିଁ ତେଷାମ୍ ଅଧିକ ବିଶେଷ ଧର୍ମେଣ ହୀନ ପଶୁ ସମାନ। ତ ଆମେ ଯୋଉ କହିଲେ ଭୟର କଥା, ଆହାରର କଥା ଆମେ ଆର କ୍ଲାସରେ ଡିସକସ କରିଥିଲେ। ଦେଖନ୍ତୁ ଆହାର ସାଧାରଣତଃ ଗୋଟେ ଯଦି ପଶୁଟା ଯୋଉ ଆହାର କରୁଛି, ଆମେ ଯୋଉ ଆହାର କରୁଛନ୍ତି ତ ତାର ଅଧିକ ଗୁଣା ଟେଷ୍ଟ ତାକୁ ମିଳୁଛି। ଆମେ ସାଧାରଣତଃ ଖାଇକି ପକେଇ ଦେଲା ପରେ ତାର ଯୋଉ ଟେଷ୍ଟଟା ତାକୁ ସାଧାରଣତଃ 10 ଗୁଣା ଅଧିକା ଟେଷ୍ଟ ଲାଗୁଛି। ଦେହ ଖରାପ ହବାର ପ୍ରଶ୍ନ ହିଁ ନାହିଁ। ତାମାନେ ଖାଦ୍ୟରୁ ସେମାନେ ବେଶୀ ମାତ୍ରାରେ ଆନନ୍ଦ ପାଇ ପାରୁଛନ୍ତି। ନିଦ୍ରା ସେମାନେ ବହୁତ ଆରାମ ସେ ବହୁତ ଲମ୍ବା ସମୟ ଧରିକି ସେମାନେ ଶୋଇ ପାରୁଛନ୍ତି। ଆରେ ନିଦ୍ରା ଭୟ ବି ଦେଖନ୍ତୁ ସାଧାରଣତଃ ମନୁଷ୍ୟ ଜୀବନରେ ଆମର ଭୟ ବେଶୀ। ପଶୁ ପକ୍ଷୀଙ୍କ ଜୀବନରେ ଭୟ କମ। ତାପରେ କଣ ନା ମୈଥୁନ ହୁଏତ ପିଲା ଜନ୍ମ କରିବା ଭାବି ଆଉ। ତ ଏଠି ଦେଖନ୍ତୁ ନେକ୍ସଟ ତାପରେ କୁହାହଉଛି ଧର୍ମ ହିଁ ତେଷାମ୍ ଅଧିକ ବିଶେଷ ଧର୍ମେଣ ହୀନ ପଶୁ ସମାନ। ଆଉ ଗୋଟେ ସାଧାରଣତଃ ଦେଖନ୍ତୁ ମନୁଷ୍ୟ ଯଦି ତାର ଧର୍ମକୁ ନ ବୁଝୁଛି, ଯଦି ସେ ଯୋଉ ଉଚ୍ଚତମ ଜ୍ଞାନକୁ ପ୍ରାପ୍ତ ନ ହଉଛି, ତାମାନେ ଦେଖନ୍ତୁ ତା ଜୀବନ ଟା ବହୁତ ଦୁଃଖମୟ। ଆଉ ଆଜିର ସମାଜରେ ଲୋକମାନଙ୍କର ଜୀବନର ଦୁଃଖର ସବୁଠୁ ବଡ କାରଣ ହଉଛି ଯେ ଏଇ ଯୋଉ ଆମର ଧର୍ମ କଣ, ଧର୍ମ ବିଷୟରେ ଆମର ଜିଜ୍ଞାସା ହିଁ ନାହିଁ। ଆମେ ଧର୍ମ ବିଷୟରେ ପ୍ରଶ୍ନ ହିଁ ପଚାରୁନାହାନ୍ତି। ବହୁତ ସମୟରେ ଏଇ ଧର୍ମଟାକୁ ଆପଣ ବହୁତ ବହୁତ ସହଜ ଭାବରେ ନିଅନ୍ତୁନି। ମାନେ ଧର୍ମ ହଉଛି ଯେ ସୋମବାର ଦିନ ମୁଁ ଫୁଲ ଚାଙ୍ଗୁଡି ଧରିକି ମନ୍ଦିରକୁ ଗଲି, ସେଠି ଦୀପ ଜାଳିଲି ଆଉ 10-12ଟା ସେଲଫି ଉଠେଇଲି। ସେ ସବୁ ଧର୍ମର ବହୁତ ମାନେ ବହୁତ ଗୋଟେ ସାଇଡ ଛୋଟ ଅଙ୍ଗ ଗୋଟେ ବୁଝିପାରିଲେ ନା। ତ ବହୁତ ସମୟରେ ଆମେ ଭାବନ୍ତି ଧର୍ମ ମାନେ ହଉଛି ଏବେ କାର୍ତ୍ତିକ ମାସ ହେଲା, କାର୍ତ୍ତିକ ମାସରେ ଟିକେ ସକାଳୁ ଉଠିଲି ଗଲି, ସକାଳୁ ଉଠିବା କିଛି ଅସୁବିଧା ନାହିଁ। କାର୍ତ୍ତିକ ମାସରେ ନିଶ୍ଚିତ ମାତ୍ରାରେ ସକାଳୁ ଉଠିବା ସିଏ ସବୁ ଠିକ ଅଛି। କିମ୍ବା ଆମେ ଭାବନ୍ତି କାର୍ତ୍ତିକ ମାସ ଏବେ ଚାଲିଛି ଏବେ ଟିକେ ପୁରୀ ଯିବା, ଅବଢା ଟିକେ ଖାଇବା, ଜଗନ୍ନାଥଙ୍କୁ ଦର୍ଶନ କରିବା, ନିଶ୍ଚିତ ମାତ୍ରାରେ ବହୁତ ଭଲ କଥା, ସେଥିରେ କିଛି ଇଏ ନାହିଁ। କିନ୍ତୁ ଏଠି ଧର୍ମର କଥା ହଉଛି ଜିଜ୍ଞାସା, ସବୁବେଳେ ମାନେ ଜିଜ୍ଞାସା ରହିବା ଦରକାର। ମନୁଷ୍ୟ ଜୀବନରେ ଯଦି ଜିଜ୍ଞାସା ନାହିଁ, ତାହେଲେ ଏଠି କଣ କହୁଛି ନା ଆ ପଶୁ ହିଁ ସମାନ, ମାନେ ପଶୁ ସହିତ ସମାନ। ଏଇ ଯୋଉ ଜିଜ୍ଞାସା ସାଧାରଣତଃ ଦେଖନ୍ତୁ ବେଶୀ ଟାଇମରେ ଆପଣ ସାଧାରଣତଃ ଦେଖନ୍ତୁ ମନୁଷ୍ୟ ଜୀବନରେ ଆମେ କଣ ଭାବି ଦେଇଛନ୍ତି ଯେ ଆମେ ସମସ୍ତେ ବହୁତ ଆରାମରେ ବଞ୍ଚିବା ପାଇଁ ଚାହାନ୍ତି। ଯେ ସାଧାରଣତଃ କେମିତି ଜଷ୍ଟ ପିଲା ଗୋଟେ ଭଲ କି ପଢିଦେଲା, ତାପରେ ଆମେ ଦେଖିକି ଆମରି ଜାତିରେ କାହାର ଗୋଟେ ଚିହ୍ନା ଜଣା ଝିଅକୁ ବାହାଘର କରିଦେଲେ, ଆଉ ଗୋଟେ ଦିଟା ଛୁଆ ବି ହେଇଗଲା ଠିକ ଟାଇମ ରେ, ଆଉ ଦେ ଚାଲୁ ତାପରେ ଚାଲିଲା ଏଇସବୁ ଲାଇଫ ଆଉ ବୁଝିପାରିଲେ ନା। ତ ଏଇ ଯୋଉ ଲାଇଫ ଆମେ ଦେଖନ୍ତି ଏଇଟା ହଉଛି ଗୋଟେ କମ୍ଫର୍ଟେବୁଲ ଲାଇଫ। ଏଇ କମ୍ଫର୍ଟେବୁଲ ଲାଇଫ ରେ ଦେଖନ୍ତୁ କୌଣସି ବ୍ୟକ୍ତିର ବହୁତ ଜିଜ୍ଞାସା ଆସେନି। କମ୍ଫର୍ଟେବଲ ଯେତେବେଳେ ଲାଇଫ ଚାଲିଛି ନା, ଆପଣ ଠିକ ଠାକ ପାଠ ପଢା ବି ଠିକ ଚାଲିଛି, 20-25 ବେଳକୁ ଗୋଟେ ଚାକିରି ବି ଠିକ ହେଇଗଲା, 20-22 ବର୍ଷର ଚାକିରି ହେଇଗଲା, ପୁଣି ଦେଖିଲା ବେଳକୁ 27-28-30 ବେଳକୁ ବାହାଘର ବି ଠିକ ହେଇଗଲା, ଗୋଟେ ଦିଟା ପିଲା ବି ଠିକ ସେ ଠିକ ଟାଇମ ରେ ହେଇଗଲା, ତାପରେ ଘର ଏମିତି ଚାଲିଛି। ତ ଏଇଟାକୁ କୁହାଯାଏ କମ୍ଫର୍ଟେବୁଲ ଲାଇଫ। ଏ କମ୍ଫର୍ଟେବୁଲ ଲାଇଫରେ ବ୍ୟକ୍ତି ସାଧାରଣତଃ ବେଶୀ ଜିଜ୍ଞାସା କରନ୍ତିନି। ହୁଏତ ଆପଣ କଣ ପାଇଁ କ୍ଲାସରେ ଜଏନ କରିଛନ୍ତି ମୁଁ ହୁଏତ ଜାଣିନି, ହୁଏତ ସେତେ ମାତ୍ରାରେ ଦୁଃଖ ପ୍ରାପ୍ତ ହେଲା ପରେ ଆପଣଙ୍କ ମନରେ ସେଇ ଜିଜ୍ଞାସା ଆସିଛି ଯେ ସବୁ ଜିନିଷ ତ ପ୍ରାପ୍ତ ହେଲୁ, କିନ୍ତୁ ତଥାପି ତାପରେ ଆମର ଖୁସି ନାହୁଁ, ତାହେଲେ କୋଉଠି କଣ କମି ରହିଗଲା ସେଥିପାଇଁ ଆସିଛନ୍ତି। କିମ୍ବା ବେଳେ ବେଳେ ଏମିତି ବି ହେଇପାରେ ଏଇ ଲାଇଫ ରେ ବୋର ହେଇଗଲା ପରେ ବି କିଛି ଜଣ ଆସନ୍ତି। କିନ୍ତୁ ସବୁବେଳେ ଦେଖନ୍ତୁ ଯଦି ଆପଣଙ୍କ ମନରେ ଜିଜ୍ଞାସା ନାହିଁ, ତାହେଲେ ଦେଖନ୍ତୁ ଶାସ୍ତ୍ର ତାହେଲେ ଅଧ୍ୟୟନ କରିବାରେ କିଛି ବେଶୀ କିଛି ଆମର ଉତ୍ସାହ ରହିବନି। ସେଥିପାଇଁ ଦେଖନ୍ତୁ ସାଧାରଣତଃ ଏଇ ଯୋଉ ଆମେ କହିଲେ ଯେ ଚାରିଟା ରିକ୍ୱାରମେଣ୍ଟ, ତ କଣ ଆହାର ନିଦ୍ରା ଭୟ ମୈଥୁନ, ଯୋଉ ବ୍ୟକ୍ତିଙ୍କର ଜୀବନର ମୁଖ୍ୟ ଲକ୍ଷ୍ୟ ହଉଛି ଯେ ଏ ଆହାର ନିଦ୍ରା ଭୟ ମୈଥୁନ, ସେମାନଙ୍କ ପାଇଁ ଶାସ୍ତ୍ରର କିଛି ଆବଶ୍ୟକତା ନାହିଁ। ଯାହାର ଜୀବନର ମୁଖ୍ୟ ଲକ୍ଷ୍ୟ ହଉଛି ଆହାର ନିଦ୍ରା ଭୟ ମୈଥୁନ, ସେମାନଙ୍କ ପାଇଁ ଶାସ୍ତ୍ରର କିଛି ଆବଶ୍ୟକ ନାହିଁ। ଆହାର ନିଦ୍ରା ଭୟ ମୈଥୁନ ଜଷ୍ଟ ନର୍ମାଲି ଜଣେ ବ୍ୟକ୍ତି ଯଦି ପାଠ ପଢିଲା ଚାକିରି କଲା ତାର ଏଇ ସବୁ ଜିନିଷ ପରିପୂର୍ଣ୍ଣ ହେଇଯିବ। ଆଉ ସାଧାରଣତଃ ଦେଖନ୍ତୁ ଆଜିର ସମାଜରେ ବହୁତ ସାରା ବ୍ୟକ୍ତି ସାଧାରଣତଃ ଶାସ୍ତ୍ରକୁ ଅଧ୍ୟୟନ ଏଇଥିପାଇଁ କରୁନାହାନ୍ତି, କାରଣ ତାଙ୍କ ଜୀବନର ଲକ୍ଷ୍ୟ ସେମାନେ ମାନି ନେଇଛନ୍ତି ଯେ ଆହାର ନିଦ୍ରା ଭୟ ମୈଥୁନ ଯଦି ହେଇଗଲା ଜୀବନ ଠିକ ଠାକ ଚାଲିଲା, କିଛି ବେଶୀ କିଛି ଅସୁବିଧା ନାହିଁ। ମ୍ୟାକ୍ସିମମ୍ ଦେଖୁନାହାନ୍ତି, ଆପଣ ଭାବୁଛନ୍ତି ଯେ ଆପଣ ପିଲାମାନଙ୍କୁ ପଢଉଛନ୍ତି, ବହୁତ ଭଲ ଭଲ ସ୍କୁଲକୁ ପଠଉଛନ୍ତି, ମାସକୁ ଯୋଉଠି 15-20 ହଜାର ଦେଇକି ଆପଣ ପଢଉଛନ୍ତି। ତ ପଢଉଛନ୍ତି କୋଉଥିପାଇଁ ପଢଉଛନ୍ତି, ଯେ ପିଲାଟା ଜଷ୍ଟ ଯେମିତି ଭଲ ଗୋଟେ ଚାକିରି ହେଇଯିବ, ଠିକ ଟାଇମ ରେ ତାର ବିବାହ କରିଦବୁ, ଠିକ ଟାଇମ ରେ ଗୋଟେ ଦିଟା ପିଲା ହେଇଯିବ, ସରିଲା। ଆହାର ନେତ୍ରା ଭୟ ମୈଥୁନ କିଛି ବଡ କିଛି କରୁନାହାନ୍ତି। ଗୋଟେ ସାଧାରଣତଃ ପଶୁ ପକ୍ଷୀ ସାଧାରଣତଃ ଯୋଉ ରାସ୍ତାରେ ବୁଲୁଛନ୍ତି, ଆମେ ହୁଏତ ଭାବୁଛନ୍ତି ଆମ ପିଲାକୁ ପଢେଇକି ଭଲ କରିଦେଲା ପରେ ସେ ତାର ଗୋଟେ କଣ କରିବ, ଭଲ ଘରଟେ ନବ, ଡାଇନିଂ ଟେବୁଲ ରେ ବସିକି ଖାଇବ, ଭଲ ରେଷ୍ଟୁରାଣ୍ଟ ରେ ଯାଇକି ବସିକି ଖାଇବ। ଗୋଟେ ହୁଏତ କୁକୁରଟା କି ବିଲେଇଟା ସେମାନେ ନର୍ମାଲି ତାଙ୍କର ଯାହା ଖାଦ୍ୟ ସେମାନେ ବୁଲିକି ବି ଖାଇ ଦଉଛନ୍ତି, ପେଟ ତ ପୁରି ଯାଉ ସମସ୍ତଙ୍କର।
ଆହାର ନିଦ୍ରା ଇଏ ହୁଏତ ଭଲ ଘର ଆପଣ କିଣିଛନ୍ତି, ବଢିଆ ସୁନ୍ଦର ଭାବରେ ଘରକୁ ସଜେଇଛନ୍ତି, ବେଡ ସୁନ୍ଦର ସଜେଇଛନ୍ତି, ସେଠି ହୁଏତ ସେ ଆରାମ ସେ ଶୋଉଛି। କୁକୁର ବିଲେଇଟା ହୁଏତ ଗୋଟେ କୋଉଠି କୁଟା ଉପରେ କଣ କରେ ଆରାମ ସେ ଶୋଇ ପାରୁଛି। ହଁ ନିଦ୍ରା ନିଦ୍ରା ଦେଖନ୍ତୁ ଆମେ ହୁଏତ ତାକୁ କଣ କରୁଛନ୍ତି ସଜାବଟ ବହୁତ କରିଛନ୍ତି, ଯେ ଏସି ଲଗେଇଛନ୍ତି, ଇଏ ଲଗେଇଛନ୍ତି, ସିଏ ଲଗେଇଛନ୍ତି, ୟା ଦ୍ଵାରା ଆମେ ଶୋଉଛନ୍ତି। କିନ୍ତୁ ସାଧାରଣତଃ ଦେଖନ୍ତୁ ଯୋଉ ପୋଲାର ବିୟର ଇଏ ସବୁ ଅଛି ସେମାନେ ଆରାମ ସେ ସିଏ ବି ଶୋଇ ପାରୁଛନ୍ତି। ଭୟ ମୈଥୁନ ମୈଥୁନ ତ ସାଧାରଣତଃ ଦେଖନ୍ତୁ ଆଜିର ସମୟରେ ଯଦି ଦେଖିବାକୁ ଯିବା ତ ଏବେ କଣ ହେଇଛି ନା ମନୁଷ୍ୟ ସମାଜରେ ଆପଣ ଦେଖନ୍ତୁ ସାଧାରଣତଃ ନେଚୁରାଲ ଭାବରେ ଗୋଟେ ପିଲା ଜନ୍ମ କରିବା ପାଇଁ ଏବେ ସାଧାରଣତଃ 50 ରୁ 60% ମାନେ ପେରେଣ୍ଟସ୍ ଷ୍ଟ୍ରଗଲ କରୁଛନ୍ତି, ଗୋଟେ ନେଚୁରାଲ ପିଲା ହେଇପାରୁନି। ତେଣୁ ସେଇଥିପାଇଁ ସାଧାରଣତଃ ଦେଖନ୍ତୁ ଏବେ ବହୁତ ସାରା ହସ୍ପିଟାଲ ଖୋଲିଛି ସାଧାରଣତଃ ଏଇଥିପାଇଁ। ତେଣୁ ସାଧାରଣତଃ ଏଇଠି ଦେଖନ୍ତୁ ତାହେଲେ ଆମେ କୋଉ ହିସାବରେ ଆମେ ବହୁତ ଅଗ୍ରଗତି କରିପାରୁଛନ୍ତି, କିମ୍ବା ଏଇ ଚାରିଟା ଜିନିଷ ଯଦି ଆଧାରକୁ ନେଇକି ଆମେ ସାଧାରଣତଃ ଭାବିବା ଯେ ବହୁତ ସୁନ୍ଦର ଲାଇଫ, ତାହେଲେ କୋଉଠି ବହୁତ ସୁନ୍ଦର ଲାଇଫ ଆମେ ବଞ୍ଚି ପାରୁଛନ୍ତି। ତେଣୁ ସେଇଥିପାଇଁ ଦେଖନ୍ତୁ ଏଇ ଚାରିଟା ଜିନିଷରୁ ଆମେ କେବେ ବି ଏମାନେ ବହୁତ ଉନ୍ନତ ହେଇପାରିବାନି। ଏଇ ଚାରିଟା ଜିନିଷର ବହୁତ ଆନନ୍ଦ ବି ଆମେ ନେଇପାରିବାନି। ଆଉ ଏଇ ଚାରିଟା ଜିନିଷ ଆମେ ଜୀବନରେ କାଟି ବି ପାରିବାନି। ଇଏ ହଉଛି ବେସିକ ଜିନିଷ। ତେଣୁ ଆମ ବେସିକ ଜିନିଷର ତାର ନିଶ୍ଚିତ ମାତ୍ରାରେ ଆବଶ୍ୟକତା ଅଛି। କିନ୍ତୁ ସେ ଆବଶ୍ୟକତାଟାକୁ ଆମେ ଯଦି ଠିକ ମାତ୍ରାରେ ରଖନ୍ତି ତାହେଲେ ହୁଏତ ଆମେ, କିନ୍ତୁ ଏଇ ଆବଶ୍ୟକତାର ଠିକ ମାତ୍ରାରେ ରଖିବା ପାଇଁ ବି ବହୁତ ଉଚ୍ଚତମ ଜ୍ଞାନ ଦରକାର। ଯଦି ଉଚ୍ଚତମ ଜ୍ଞାନ ନାହିଁ ନା ତାହେଲେ ଯିବ ଏଇ ବିଷୟରେ କେବଳ ଚିନ୍ତା କରିଚାଲେ କେମିତି ଭଲ ଖାଇବି। ଖାଇବାରେ ଦେଖିବେ କୌଣସି ବ୍ୟକ୍ତି କେବେ ସନ୍ତୁଷ୍ଟ ହେଇପାରିବେନି। ଖାଇବାରେ କୌଣସି ବ୍ୟକ୍ତି ସନ୍ତୁଷ୍ଟ ହେଇପାରେନି। ସେଥିପାଇଁ ଚାଣକ୍ୟ ପଣ୍ଡିତ ଲେଖିଲେ ଯେ 5 ପ୍ରକାର ଜିନିଷରେ ବ୍ୟକ୍ତି କେବେ ସନ୍ତୁଷ୍ଟ ହେଇପାରିବେନି। କଣ କଣ? ପ୍ରଥମ ହଉଛି ଖାଦ୍ୟ। ଆପଣ ଦେଖନ୍ତୁ ଘରେ କେତେ ବି ସୁସ୍ୱାଦୁ ଖାଦ୍ୟ ବନୁ, ଆପଣଙ୍କର ଦେଖନ୍ତୁ ଆପଣ ପିଲାମାନେ ଆପଣ ହଜବେଣ୍ଡ ଡେଲି କିଛି ନା କିଛି କମ୍ପ୍ଲେନ କରିବେ, ସେ ଆଳୁଟା କାହିଁକି ଏମିତି ହେଇଗଲା, ସେ ଏଟା କାହିଁକି ସେମିତି ହେଇଗଲା। ପିଲା କହିବେ ସେ କାଇଁ ପରିବା ଡେଲି ବନଉଛ, ତାଙ୍କୁ ଯଦି ନନଭେଜ ବନେଇବ ନନଭେଜ ବି ଖାଇବା ବନ୍ଦ କରିଦେବେ। ତେଣୁ ଦେଖନ୍ତୁ ଖାଦ୍ୟରେ କେବେ ଯୋଉ ପିଲା ହିଁ ଘରେ କହୁଥିଲା ଯେ ଖାଇବା ଭଲ ହଉନି, ଖାଇବା ଭଲ ହଉନି, ସେଇ ପିଲା ଯେତେବେଳେ ଦେଖିବ ହଷ୍ଟେଲ ଯିବ ତାପରେ ଚିନ୍ତା କରିବ ଯେ ମାର ଖାଇବା ବହୁତ ସୁନ୍ଦର ଥିଲା। ପୁଣି ହଷ୍ଟେଲରେ ଯାଇକି ସେଠି କମ୍ପ୍ଲେନ କରିବ, ପୁଣି ସେଇ ପିଲାକୁ ଆପଣ ଘରେ ରଖିଦିଅନ୍ତୁ ବର୍ଷେ 2 ବର୍ଷ, ପୁଣି ଏଠି କମ୍ପ୍ଲେନ କରିବ। ତେଣୁ ଖାଦ୍ୟରେ କେବେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ମାତ୍ରାରେ ସନ୍ତୁଷ୍ଟ ହେଇପାରିବନି। ଗୋଟେ ହେଲା କଣ ନା ଆହାର। ତାପରେ ସେକେଣ୍ଡ ଜିନିଷ କଣ ନା କୌଣସି ବି ବ୍ୟକ୍ତି ତାର ଯେତିକି ଧନ ସମ୍ପତ୍ତି ଅଛି ସେଥିରେ କେବେ ବି ସନ୍ତୁଷ୍ଟ ହେଇପାରିବେନି। କୌଣସି ବି ବ୍ୟକ୍ତି ଦେଖନ୍ତୁ ଯେତିକି ଧନ ସମ୍ପତ୍ତି ଅଛି ନା ସେମାନେ କେବେ ବି ସେତିକିରେ ସନ୍ତୁଷ୍ଟ ହେଇପାରିବେନି। ହୁଁ। ତାପରେ ଥାର୍ଡ ଜିନିଷ କଣ ନା ଯୋଉ ବ୍ୟକ୍ତି ଯାହାବି ତାଙ୍କର ସାଧାରଣତଃ ବିଜନେସ୍ ଅଛି ସେ ବିଜନେସ ରେ ସେମାନେ କେବେ ବି ସେତିକିରେ ସନ୍ତୁଷ୍ଟ ହେଇପାରିବେନି। ଯାହା ଯେତିକି ବିଜନେସ ଅଛି ମାନେ ଦେଖି ପ୍ରତ୍ୟେକ ବ୍ୟକ୍ତି ଇଭିନ ଶେଷ ସମୟରେ ବି ସେ ଚିନ୍ତା କରିବେ ଯେ ପୁଅ କୁ କହୁଥିବେ ଯେ ସେଠି ଯୋଉ ବିଜନେସ ଟା ଅଛି ଆଉ ଗୋଟେ ଦିଟା ଏକ୍ସପାଣ୍ଡ କରିବୁ, ଇଏ କରିବୁ, ସିଏ କରିବୁ, ଏଇ ଟାଇପ କେବେ ବି ସନ୍ତୁଷ୍ଟ ହେଇପାରେନି। ଏବେ ଚତୁର୍ଥ ଜିନିଷଟା କଣ ନା ବୟସ। କୌଣସି ବି ବ୍ୟକ୍ତି ଦେଖନ୍ତୁ ଯେତିକି ହୁଏତ ବୟସ ମିଳିଛି ତାଙ୍କୁ ଯଦି କୁହାଯିବ ଯେ ଏବେ ତୁମର ଶେଷ ସମୟ ଆସି କେବେ ବି ସେ ଗ୍ରହଣ କରିପାରେନି। ଇଭିନ ଶଯ୍ୟାରେ ପଡିଥିବା ପରେ ବି ସେମାନେ ଚିନ୍ତା କରେ ଯେ ଆହୁରି କିଛି ଅଧିକ ଦିନ ରହିଯାଆନ୍ତି। ତେଣୁ କଣ ନା ବୟସରେ କେବେ ବି ସନ୍ତୁଷ୍ଟ ହେଇପାରେନି। ପଞ୍ଚମ ଜିନିଷ ହଉଛି କୌଣସି ବ୍ୟକ୍ତି ସାଧାରଣତଃ ସ୍ତ୍ରୀ ପୁରୁଷ ସଙ୍ଗରେ କେବେ ସନ୍ତୁଷ୍ଟ ହେଇପାରନ୍ତିନି। କିନ୍ତୁ ଦେଖନ୍ତୁ ବୁଝିବାକୁ ପଡିବ ଯେ ଏଇ ଜିନିଷ ଗୁଡା ବେସିକ ରିକ୍ୱାରମେଣ୍ଟ, ଏ ଜିନିଷ କେବଳ ତାର ଆମେ ସାଧାରଣତଃ ନିୟନ୍ତ୍ରଣ କରିପାରିବା ଯେତେବେଳେ ଆମ ପାଖରେ ଉଚ୍ଚତମ ଜ୍ଞାନ ରହିବ। ଆଉ ଉଚ୍ଚତମ ଜ୍ଞାନ ପାଇଁ କଣ ଦରକାର? ସାଧାରଣତଃ ଦେଖନ୍ତୁ ଆମେ ଯୋଉ ସ୍କୁଲ କଲେଜରେ ଯୋଉ ପାଠ ପଢୁଛନ୍ତି ହୁଏତ ମ୍ୟାଥମେଟିକ୍ସ ପଢୁଛନ୍ତି, ଫିଜିକ୍ସ ପଢୁଛନ୍ତି, କେମିଷ୍ଟ୍ରି ପଢୁଛନ୍ତି, ଇଏ ସବୁ ହୁଏତ ଆମକୁ କେବଳ କଣ ସାହାଯ୍ୟ କରୁଛି ନା ଏଇ ସଂସାରରେ କିଛି ଅର୍ଥ ଉପାର୍ଜନ କରିବା ପାଇଁ ସାହାଯ୍ୟ କରୁଛି। କିନ୍ତୁ ପ୍ରକୃତର ଯୋଉ ଜ୍ଞାନ ସେ ଜ୍ଞାନ କୋଉଠୁ ମିଳେ ନା ଭଗବତ ଗୀତାରୁ ମିଳେ, ଶ୍ରୀମଦ୍ ଭାଗବତମରୁ ମିଳେ। ତେଣୁ ଶାସ୍ତ୍ରକୁ ଅଧ୍ୟୟନ କରିବାକୁ ପଡିବ। ତେଣୁ ସେତିକି ବେଳେ ଯୋଉ ବ୍ୟକ୍ତିଙ୍କର ସାଧାରଣତଃ ଲକ୍ଷ୍ୟ ଯେ ମତେ ଆହାର ନିଦ୍ରା ଭୟ ମୈଥୁନ ଉପରେ ଆଉ କିଛି ଜାଣିବାକୁ ପଡିବ, ସେତେବେଳେ ସେ ବ୍ୟକ୍ତି ହଉଛି କଣ କରିବେ ନା ଶାସ୍ତ୍ର ଅଧ୍ୟୟନ କରିବାକୁ ଏବେ ଇଚ୍ଛା କରିବେ, ଶାସ୍ତ୍ର ଶ୍ରବଣ କରିବା ପାଇଁ ଇଚ୍ଛା କରିବେ। ନହେଲେ ସାଧାରଣତଃ ମ୍ୟାକ୍ସିମମ୍ ବ୍ୟକ୍ତି ତ ଆହାର ନିଦ୍ରା ଭୟ ମୈଥୁନରେ ମାତିକି ଅଛନ୍ତି। କିନ୍ତୁ ଆହାର ନିଦ୍ରା ଭୟ ମୈଥୁନରେ ମାତିକି ରହିଲା ପରେ ବି ବ୍ୟକ୍ତି କଣ ସମ୍ପୂର୍ଣ୍ଣ ମାତ୍ରାରେ ସନ୍ତୁଷ୍ଟି
ପ୍ରାପ୍ତି ହେଇପାରୁଛନ୍ତି ନା ହେଇପାରୁନାହାନ୍ତି। ସମ୍ପୂର୍ଣ୍ଣ ମାତ୍ରାରେ ଏବେ ଆନନ୍ଦରେ ରହିପାରୁଛନ୍ତି ନା ହେଇପାରୁନାହାନ୍ତି। ସମ୍ପୂର୍ଣ୍ଣ ମାତ୍ରାରେ ପାରିବାରିକ ସମ୍ପର୍କରେ ସୁଖରେ ଅଛନ୍ତି ନା ସୁଖରେ ନାହାନ୍ତି। ସମ୍ପୂର୍ଣ୍ଣ ମାତ୍ରାରେ ତାଙ୍କର ଯେତିକି ହୁଏତ ଧନ ସମ୍ପତ୍ତି ଏବେ ଉପାର୍ଜନ କରୁଛନ୍ତି ସେଥିରେ ସନ୍ତୁଷ୍ଟ ହଉଛନ୍ତି ନା ହେଇପାରୁନାହାନ୍ତି। ସେତିକି ମାତ୍ରାରେ ମନକୁ ଶାନ୍ତ କରିପାରୁଛନ୍ତି ନା କରିପାରୁନାହାନ୍ତି। ତେଣୁ ନିଶ୍ଚିତ ମାତ୍ରାରେ ଆପଣ ଦେଖନ୍ତୁ ଯେ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ଅଛି। କିମ୍ବା ଆମ ଜୀବନରେ ଯାହା ଯାହା ଦୁଃଖ କଷ୍ଟ ଆସୁଛି ତାକୁ ଠିକ ଭାବରେ ଆମେ ସମାଧାନ କରିପାରୁଛୁ ନା କରିପାରୁନା। ତେଣୁ ଏଇଠି ଏବେ ପ୍ରଶ୍ନ ଆସିଯିବ ଯଦି କରିପାରୁନାହାନ୍ତି ତାହେଲେ କଣର ଆବଶ୍ୟକ ଅଛି ନା ଆମକୁ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ଅଛି। ତ ଏଇ ଯୋଉ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା କୋଉଠୁ ମିଳିପାରିବ ନା ଭଗବତ ଗୀତାରୁ ମିଳିପାରିବ। ତେଣୁ ଭଗବତ ଗୀତାର ଜ୍ଞାନ ନେବା ନିଶ୍ଚିତ ମାତ୍ରାରେ ଆବଶ୍ୟକ। ଆଉ ସାଧାରଣତଃ ଦେଖନ୍ତୁ ଯେତେବେଳେ ଆମେ ଭଗବତ ଗୀତା ଜ୍ଞାନର ଆବଶ୍ୟକତା କଥା କହୁଛନ୍ତି ଆପଣ ଦେଖନ୍ତୁ ଆମେ ଯେତେବେଳେ ଅଧ୍ୟୟନ କରୁଛନ୍ତି ଇଭେନ କ୍ଲାସ ସେସନରେ ବି ଆମର ଏରାଉଣ୍ଡ 100 ଭଳି ଭକ୍ତ ଥିଲେ। ଏଥର ତ ଆହୁରି କମ ଜଣ ଜଏନ କରୁଛନ୍ତି ହୁଏତ 140 ଜଣ ରେଜିଷ୍ଟ୍ରେସନ କରିଥିଲେ କିନ୍ତୁ କମ ଜଣ ଆସୁଛନ୍ତି। ଆପଣ ଦେଖନ୍ତୁ ଯେତେବେଳେ ଭଗବତ ଗୀତାରେ ଆମେ କଥା କହୁଛନ୍ତି ହୁଏତ ଆମର ଗୋଟେ କୋର୍ସଟା ଆମେ ଡିଜାଇନ କରୁଛନ୍ତି 12ଟା କି 18ଟା ସେସନରେ ଆମେ ସାରିଦେବା। କିନ୍ତୁ ଆପଣ ସେସନ ସାରିଦେଲା ପରେ ଯେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେଇଯିବ ସେମିତି ଆମେ କହିପାରିବାନି। ଆମେ ହୁଏତ କଣ କଣ କରୁଛନ୍ତି କିଛି କିଛି ପ୍ରାକ୍ଟିକାଲ ବିଷୟବସ୍ତୁକୁ ନେଇକି ଆମେ ଚର୍ଚ୍ଚା କରୁଛନ୍ତି ଠିକ ଅଛି। କିନ୍ତୁ ସାଧାରଣତଃ ଭଗବତ ଗୀତା ଏତେ ସାଧାରଣତଃ ଗଭୀରତମ ଜ୍ଞାନ ଆମେ ବାରମ୍ବାର ବାରମ୍ବାର ପଢିବା ପରେ 3 ବର୍ଷ 4 ବର୍ଷ 5 ବର୍ଷ ପରେ ଆମର ଗୋଟେ ବେସିକ ଫଣ୍ଡାମେଣ୍ଟାଲ ଜ୍ଞାନଟା ଆସିବ। ଆମେ ସାଧାରଣତଃ ଯୋଉ କୋର୍ସ କରୁଛନ୍ତି ତା ଦ୍ଵାରା କଣ ହବ ନର୍ମାଲ ଗୋଟେ ଆମର ଆଇଡିଆ ଆସିଯାଉଛି ଭଗବତ ଗୀତା କୋଉ ବିଷୟବସ୍ତୁକୁ ନେଇକି ଚର୍ଚ୍ଚା ହେଇଛି। ଆପଣ ସାଧାରଣତଃ ଦେଖିବେ ଯେ ଯେତେବେଳେ ସାଧାରଣତଃ ବହୁତ ଜଣ ପଚାରନ୍ତି ସେମାନେ ଭଗବତ ଗୀତା ନେଇକି ତାଙ୍କ ଘରେ ରଖନ୍ତି ଇଭେନ ଆପଣ ମାନଙ୍କର ଘରେ ବି ଥିବ ଭଗବତ ଗୀତା। ଆପଣ ସମସ୍ତେ ତ ଆମେ ସାଧାରଣତଃ ଭଗବତ ଗୀତା କିଣି ଆଣନ୍ତି ଭଗବତ ଗୀତା ଯେତେବେଳେ ଆମେ ପଢିବା ପାଇଁ ପ୍ରୟାସ କରିବା ଆପଣ ଟିକେ ବୁଝା ପଡିବନି। ଯେତେବେଳେ ବୁଝା ନ ପଡିବ ଥରେ ଦିଥର ଆପଣ ପ୍ରୟାସ କଲା ପରେ ତାପରେ ଆଉ ସେତେ ମାନେ ଉତ୍ସାହଟା ଆସିବନି କାରଣ ଆମେ ଯେତେବେଳେ ବୁଝି ପାରୁନାହାନ୍ତି ଗୋଟେ ଜିନିଷ ଉତ୍ସାହ କେମିତି ଆସିବ। ତେଣୁ ସେଇଥିପାଇଁ ସାଧାରଣତଃ ଆମେ ଯେତେବେଳେ ଭଗବତ ଗୀତା କାହା ଦ୍ଵାରା ବୁଝନ୍ତି ବୁଝିଲା ପରେ ଏବେ ଜାଣନ୍ତି ଆଚ୍ଛା ଭଗବତ ଗୀତାର ତାର ଯୋଉ ବିଷୟବସ୍ତୁ ଏଇ ସବୁ ଜିନିଷକୁ ନେଇକି ଚର୍ଚ୍ଚା ହେଇଛି ତାପରେ ଆମକୁ ବହୁତ ଠିକ ଠାକ ଲାଗେ ଏବେ ଆମେ ପଢିପାରିବା। ଯେମିତି ମୁଁ ରେଗୁଲାର ବେସିସ ରେ ଯେତେବେଳେ ଭଗବତ ଗୀତା କେତେବେଳେ ଟାଇମ ହୁଏ ମୁଁ ଗୋଟେ ଚାପ୍ଟର ଏମିତି ବସି ପଢି ତ ମତେ ଏବେ ଯୋଉ ଆନନ୍ଦ ଲାଗୁଛି ହୁଏତ ପ୍ରଥମ ଦିନ ହୁଏତ ଯୋଉ ଜିନିଷଟା କୁହାଇଥାନ୍ତା ଯଦି ମତେ ଆନନ୍ଦ ଲାଗିନଥାନ୍ତା ତେଣୁ ଡୁବିବାକୁ ପଡିବ। ଆଉ ଡୁବିବା ପାଇଁ ବହୁତ ସମୟ ଦରକାର ବହୁତ ଟାଇମ ଲାଗିବ। ତେଣୁ ଦେଖନ୍ତୁ ଏଇ ଯୋଉ ଭକ୍ତିର କଥା ଆମେ କହୁଛନ୍ତି ବହୁତ ଲମ୍ବା ସମୟର କଥା ଇଏ ବହୁତ ମାନେ ନୁହେଁ ଯେ ଗୋଟେ ଦିନରେ ହେଇଯିବ ଗୋଟେ ବର୍ଷରେ ହେଇଯିବ 5 ବର୍ଷରେ ହେଇଯିବ 6 ବର୍ଷରେ ହେଇଯିବ ଗୋଟେ ଜନ୍ମରେ ହେଇଯିବ ବହୁତ ଜନ୍ମ ଲାଗିଯିବ। ଭଗବାନ ଭଗବତ ଗୀତାରେ ସେଇଥିପାଇଁ କହୁଛନ୍ତି ବହୁନାମ ଜନ୍ମ ନାମ ଅନ୍ତେ ଜ୍ଞାନବାନ ମାମ ପ୍ରପଦ୍ୟନ୍ତେ। ବହୁ ଜନ୍ମ ପରେ ଜଣେ ମତେ ଜ୍ଞାନବାନ ଯିଏ ଜ୍ଞାନ ପ୍ରାପ୍ତ ହବ ସିଏ ହିଁ ମତେ ପ୍ରାପ୍ତ ହେଇଯିବ। ତାପରେ କଣ ନା ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ ଯେତେବେଳେ ଜ୍ଞାନ ପ୍ରାପ୍ତ ହେଲା ପରେ ବହୁତ ଜନ୍ମର ପ୍ରୟାସ ପରେ ସିଏ ଏବେ ତାର ଉପଲବ୍ଧି ହବ ଯେ ଏଇ ଯୋଉ ବାସୁଦେବ ହଉଛନ୍ତି ସବୁ କିଛି ସେ ବ୍ୟକ୍ତି ହଉଛି ସୁଦୁର୍ଲଭ। ତେଣୁ ଇଏ ବହୁତ ଲମ୍ବା ସମୟର ପ୍ରୟାସ ବହୁତ ଲମ୍ବା ଟାଇମ ଲାଗିବ। ତେଣୁ ଯେମିତି ଟାଇପ ର ପ୍ରତ୍ୟେକ ଦିନ ଆମେ ସାଧାରଣତଃ କଣ କରନ୍ତି ନା ଯେମିତି ଆମେ ନିଜକୁ ମାନେ ଶୋଧିତ କରିବା ପାଇଁ ଆମେ ସାଧାରଣତଃ ମାନେ ସ୍ନାନ କରନ୍ତି ଆମେ ବ୍ରଶ କରନ୍ତି ସେମିତି ଟାଇପର ପ୍ରତ୍ୟେକ ଦିନର କିଛି ସମୟ ଆମକୁ ରଖିବାକୁ ପଡେ ଆଧ୍ୟାତ୍ମିକ ସାଧାରଣତଃ ସାଧନା କରିବା ପାଇଁ। ଏଇଟା ପୁରା ବାନ୍ଧି ଦିଅନ୍ତୁ ଆପଣ ମନରେ ବାନ୍ଧି ଦିଅନ୍ତୁ ଏଇଟା କରିବାକୁ ପଡେ। ଆମେ ସାଧାରଣତଃ ଯୋଉ ବେଳେ ବେଳେ କୁହନ୍ତି ଟାଇମ ହଉନି ଏଟା ହଉନି ସେଟା ହଉନି ଘରେ ପ୍ରୋବ୍ଲେମ ଚାଲିଛି ଯେମିତି ଟାଇପର ଆମେ ସାଧାରଣତଃ କଣ ଘରେ ପ୍ରୋବ୍ଲେମ ଚାଲିଥିଲେ କିମ୍ବା ଟାଇମ ନ ହଉଥିଲେ ଆମେ ସାଧାରଣତଃ କୁହନ୍ତି ଯେ ଆଜି ଆଉ ବ୍ରଶ କରିବିନି ଆଜି ତ ଟାଇମ ନାହିଁ ଆଜି ହୁଏତ ସ୍ନାନ କରିବିନି ଆଜି ତ ଟାଇମ ନାହିଁ ସେମିତି କୁହନ୍ତି ନା। ଯାହା ବି ହେଇଛ ଆମେ ଏଇଟା କରନ୍ତି ସେମିତି ଟାଇପର ଯଦି ଆଧ୍ୟାତ୍ମିକ ସାଧାରଣତଃ ଆମର ଯୋଉ ଅଭ୍ୟାସ ଟାକୁ ଆମେ ପ୍ରତ୍ୟେକ ଦିନ କୌଣସି ବି ସ୍ଥିତି ହଉ କୌଣସି ବି ପରିସ୍ଥିତି ହଉ ଆମେ ଯଦି କରିବା ତାହେଲେ ଯାଇକି ଆମେ ଧୀରେ ଧୀରେ ଦେଖିବେ ଆମେ ଅଗ୍ରଗତି କରିବା। ଆଉ ସାଧାରଣତଃ ଏଇ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହେଲେ ହିଁ ସାଧାରଣତଃ ଆମ ଜୀବନର ଯୋଉ ବିଭିନ୍ନ ପ୍ରକାର ଦୁଃଖ ଜଞ୍ଜାଳ ଆସୁଛି ଆମେ ତାକୁ ସାମ୍ନା କରିପାରିବା ଦେଖନ୍ତୁ ମୁଁ କହୁଛି ସାମ୍ନା କରିପାରିବା କେବେ ବି ଆମେ ତାକୁ ସମ୍ପୂର୍ଣ୍ଣ ମାତ୍ରାରେ କାଢି ପାରିବାନି କାହିଁ କାଢି ପାରିବାନି ନା କାଢି ଏଇଥି ପାରିବାନି ଯେ ଭଗବାନ ଏଇ ଯୋଉ ସଂସାରଟା ବିଷୟରେ କଣ କହୁଛନ୍ତି କହୁଛନ୍ତି ଦୁଃଖାଲୟ ଅଶାଶ୍ଵତମ କହୁଛନ୍ତି ଯେ ମାମ ଉପତ୍ୟାତୁ କାନ୍ତେ ପୁନର୍ଜନ୍ମ ଦୁଃଖାଲୟ ଅଶାଶ୍ଵତମ ନାପ୍ନବନ୍ତି ସ ମହାତ୍ମା ଆ, ଆ,
ମାମ୍ ଉପତ୍ୟେତୁ କାନ୍ତେ ପୁନର୍ଜନ୍ମ ଦୁଃଖାଲମ୍ ଅଶାଶ୍ୱତମ୍ ନାପ୍ନୁବନ୍ତି ସଂସିଧିମ୍ ପରମାମ୍ ଗତିମ୍। ତ କହୁଛନ୍ତି ଯେ ଏଇ ଯୋଉ ସଂସାରଟା ସାଧାରଣତଃ ଭଗବାନ ବନେଇଛନ୍ତି ଏଠି କଣ ନା ଦୁଃଖାଲମ୍ ଅଶାଶ୍ୱତମ୍। ତ ଏ ସଂସାରଟା ହଉଛି ଦୁଃଖର ଆଳୟ। ଏ ସଂସାରଟା ହଉଛି ଦୁଃଖର ଆଳୟ। ଆଉ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ବସ୍ତୁ ମାନେ କଣ ନା ଅଶାଶ୍ୱତମ୍। ପ୍ରତ୍ୟେକ ବସ୍ତୁ ହଉଛି କଣ କୌଣସି ଜିନିଷ ଏଠି ଶାଶ୍ୱତ ନୁହେଁ। ବୁଝିପାରିଲେ ନା? ଆମେ ଯାହା ଯାହା ପ୍ରାପ୍ତ ହେଇଛନ୍ତି କୌଣସି ଜିନିଷ ଶାଶ୍ୱତ ନୁହେଁ। ଆମ ଶରୀର ଶାଶ୍ୱତ ନୁହେଁ, ଆମର ପରିବାର ଶାଶ୍ୱତ ନୁହେଁ, ଆମର ଘର ଦ୍ୱାର ଶାଶ୍ୱତ ନୁହେଁ। ତେଣୁ କୌଣସି ଜିନିଷ ଶାଶ୍ୱତ ନୁହେଁ। କିଛି ଆମର ଦୁଃଖ କିମ୍ବା ଆମର ସୁଖ ବି ଶାଶ୍ୱତ ନୁହେଁ। ସବୁ ଜିନିଷ ଚେଞ୍ଜ ହେଇଯିବ। ତେଣୁ ସେଇଥିପାଇଁ ସାଧାରଣତଃ ଦେଖନ୍ତୁ ଯଦି ଏଇ ସଂସାରଟା ଦୁଃଖର ଆଳ ତାହେଲେ ବାରମ୍ବାର ବାରମ୍ବାର ବିଭିନ୍ନ ପ୍ରକାର ଦୁଃଖ ଆସିବ, ଜଞ୍ଜାଳ ଆସିବ। ତେଣୁ ସୁଖଟା କେମିତି ଶାଶ୍ୱତ ମାନେ ହଉଛି ପରମାନେଣ୍ଟ, ଅଶାଶ୍ୱତ ମାନେ ହଉଛି ଟେମ୍ପରାରୀ। ଠିକ ଅଛି। ତେବେ ତାହେଲେ ତ ଏବେ ଦେଖନ୍ତୁ ତେଣୁ ସେଇଥିପାଇଁ ତ ଏ ସଂସାରରେ ସେଇ ବ୍ୟକ୍ତି ସେତିକି ଖୁସି ହେବେ ଯିଏ ଯେତେ ଦୁଃଖ ଆସିଲେ ଯାହାହେଲେ ତାକୁ ଆକ୍ସେପ୍ଟ କରିପାରୁଛନ୍ତି, ତାକୁ ଫେସ୍ କରିପାରୁଛନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଦେଖନ୍ତୁ ପ୍ରଶ୍ନ ଆମେ କଣ ପଚାରନ୍ତି କାହିଁ ଜୀବନରେ ଏତେ ଦୁଃଖ, କାହିଁ ଜୀବନରେ ଏତେ ଦୁଃଖ। ସାଧାରଣତଃ ଯେତେ ଦୁଃଖ ଆସିବ ସାଧାରଣ ଦେଖନ୍ତୁ ଏଠି ଆଉ ଗୋଟେ ପ୍ରଶ୍ନ ଦେଖନ୍ତୁ। ଆମେ କଣ କହିଲେ ନା ଏ ସଂସାରର ଆମର ଲକ୍ଷ୍ୟ ହଉଛି କଣ ନା ଆହାର ନିଦ୍ରା ଭୟ ମୈଥୁନ ପରେ ତାପରେ ଜ୍ଞାନ ଆହରଣ କରିବା। ସାଧାରଣତଃ ଦେଖନ୍ତୁ ଯୋଉ ବ୍ୟକ୍ତି ଯେତେ ଏବେ ମାନେ କମ୍ଫର୍ଟେବଲି ଅଛନ୍ତି ସେ ସାଧାରଣତଃ ଜ୍ଞାନ ନେବା ପାଇଁ ଚାହିଁବେନି। ଦେଖନ୍ତୁ ଆପଣ ଯୋଉମାନେ ବି ଜଏନ କରୁଛନ୍ତି ନା କିଛି ଜୀବନରେ ହୁଏତ କୋଉଠି ନା କୋଉଠି ଗୋଟେ ଝଟକା ଲାଗିଛି। ନହେଲେ ଆପଣ ଯଦି ପୁରା କମ୍ଫର୍ଟେବଲ ସବୁ ଚାଲିଥାନ୍ତା ନା ଆପଣ ଏ ଜ୍ଞାନ ନେବାକୁ ଚାହିଁନଥାନ୍ତେ। କିମ୍ବା ମୋ କଥା ଯଦି କୁହାଯିବ ସେମିତି ଝଟକା ଲାଗିଛି। ସେ ଝଟକା ନ ଲାଗିଲେ ଜଣେ ବ୍ୟକ୍ତି କମ୍ଫର୍ଟେବଲ ଯେତେବେଳେ ଚାଲିଥିବ ନା କେବେ ଗୋଟେ ନୂଆ କିଛି ଜିନିଷ ଶିଖିବା ପାଇଁ ଚାହିଁବନି। ନିଜ ଜୀବନରେ କିଛି ଗୋଟେ ପୁଣି ଥରେ ନୂଆ ପ୍ରୟାସ କରିବା ପାଇଁ ଚାହିଁବନି, କିଛି ଗୋଟେ ରିସ୍କ ନବାକୁ ଚାହିଁବନି। ତେଣୁ ଦେଖନ୍ତୁ ଲାଇଫର ଯେତେ ମାତ୍ରାରେ ଦୁଃଖ ଅଛି, ଜଞ୍ଜାଳ ଅଛି, କଷ୍ଟ ଅଛି, ରିସ୍କ ଅଛି, ତାହେଲେ ସେ ବ୍ୟକ୍ତି ସେତେ ଏ ସଂସାରରେ ବଢିବେ। ଆପଣ ସାଧାରଣତଃ ଦେଖନ୍ତୁ ଆମେ ଯଦି ଦେଖିବା ଯେତେ ବି ଆମେ ଭକ୍ତଙ୍କ ଜୀବନ ଦେଖିବା ସବୁ ଭକ୍ତଙ୍କ ଜୀବନରେ ଦେଖନ୍ତୁ ବହୁତ ସାରା ଦୁଃଖ, ଜଞ୍ଜାଳ, କଷ୍ଟ, ବିଭିନ୍ନ ସଂଘର୍ଷ। ତେଣୁ ସେଇଥିପାଇଁ ହିଁ ସେ ଭକ୍ତ ଧୀରେ ଧୀରେ ଆଗକୁ ବଢିଛନ୍ତି ଆଉ ସମାଜ ତାଙ୍କୁ ସେତେ ମାତ୍ରାରେ ସମ୍ମାନ ଦେଇଛନ୍ତି। ପାଣ୍ଡବଙ୍କ କଥା ଦେଖନ୍ତୁ, ପ୍ରହ୍ଲାଦ ମହାରାଜଙ୍କ କଥା ଦେଖନ୍ତୁ, କୁନ୍ତି ମହାରାଣୀଙ୍କ କଥା ଦେଖନ୍ତୁ, ଦ୍ରୌପଦୀଙ୍କ କଥା ଦେଖନ୍ତୁ, ଆ ତାପରେ ଧ୍ରୁବ ମହାରାଜଙ୍କ କଥା ଦେଖନ୍ତୁ କିମ୍ବା ଆମେ ଯଦି ଗୋପୀ ମାନଙ୍କ କଥା ଦେଖିବା ସମସ୍ତଙ୍କ ଜୀବନରେ ଦେଖନ୍ତୁ ବହୁତ ମାତ୍ରାରେ ଜଞ୍ଜାଳ, ବହୁତ ମାତ୍ରାରେ ଦୁଃଖ ଆସିଛି, ବହୁତ ମାତ୍ରାରେ ବିଭିନ୍ନ ପ୍ରକାର ଖରାପ ପରିସ୍ଥିତି ଆସିଛି। ଆଉ ସାଧାରଣତଃ ଦେଖନ୍ତୁ ଜୀବନର ପ୍ରକୃତର ଆନନ୍ଦ ହଉଛି ଯେତେବେଳେ ବିଭିନ୍ନ ପ୍ରକାର ଖରାପ ପରିସ୍ଥିତି ଦେଇକି ଗତି କଲା ବେଳେ ଆମେ ସମ୍ମୁଖୀନ କରିପାରୁଛନ୍ତି। ସେ ବ୍ୟକ୍ତି ବହୁତ ଧୀରେ 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 ବହୁତ ଷ୍ଟ୍ରଙ୍ଗ ହେଇଯିବେ। ଯେତେ ଆପଣ କମ୍ଫର୍ଟେବଲ ସିଚୁଏସନ ଆସିବେ ଆପଣ ସେତେ ଦୁର୍ବଳ ହେଇଯିବେ। କମ୍ଫର୍ଟେବଲ ସିଚୁଏସନ ଯେତେ ଲମ୍ବା ସମୟ ଚାଲେ ଆପଣ ସେତେ ଦୁର୍ବଳ ହେଇଯିବେ, ସେତେ ଆପଣ ମାନେ କଣ ହେଇଯିବ ଭୟଭୀତ ହେଇଯିବେ। କିନ୍ତୁ ଯେତେ ଆପଣ ଦେଖିବେ ଯେ ମାନେ ବିଭିନ୍ନ ପ୍ରକାର ଖରାପ ପରିସ୍ଥିତି ସେତେ ଆପଣ ଦେଖିବେ ଧୀରେ 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 ଆପଣ ଦୃଢତା ହେଇ ଚାଲିବେ, ସେତେ ଆପଣଙ୍କର ଜ୍ଞାନ ବଢିବାକୁ ଲାଗିବ। ତେଣୁ ସାଧାରଣତଃ ଏଇ ଜିନିଷଟା ଆପଣ ଗୋଟେ ଗାଁଠୁ ବାନ୍ଧି ଦିଅନ୍ତୁ ମନରେ ଯେ ଏ ସଂସାରରେ ବିଭିନ୍ନ ପ୍ରକାରର ଅନକମ୍ଫର୍ଟେବଲ ସ୍ଥିତି ଆସିବ, ବିଭିନ୍ନ ପ୍ରକାର ଖରାପ ସ୍ଥିତି ଆସିବ। ତେଣୁ କୌଣସି ବ୍ୟକ୍ତି ଆଧ୍ୟାତ୍ମିକ ସ୍ତରରେ ଉନ୍ନତ ମାନେ ହଉଛି ସେ ବ୍ୟକ୍ତି କେମିତି ତାଙ୍କର ଦୁଃଖ ଜଞ୍ଜାଳକୁ ସମ୍ମୁଖୀନ କରୁଛନ୍ତି। ନୁହେଁ ଯେ ଯେତେ ଆଧ୍ୟାତ୍ମିକ ଉନ୍ନତ ବ୍ୟକ୍ତି ମାନେ ତାଙ୍କ ଜୀବନରେ ଦୁଃଖ ଜଞ୍ଜାଳ ଆସିବନି। କିମ୍ବା ଏଇଆ ହେଇପାରେ ଯେତେବେଳେ ଆମେ ଆଧ୍ୟାତ୍ମିକରେ ଉନ୍ନତି କରିବା ଧୀରେ ଧୀରେ ଯୋଉ ଦୁଃଖ ଜଞ୍ଜାଳ ଟା ଆସୁଛି ସେଟା ଆମକୁ ଦୁଃଖ ଜଞ୍ଜାଳ ବୋଲି ଲାଗିବନି। ଆମେ ଏତେ ମାତ୍ରାରେ ଧୀରେ 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 ତାକୁ ମାନେ ଫେସ୍ କରିଦେଇଛନ୍ତି ଯେ ଆମକୁ ଏଇଟା ଦୁଃଖ ଜଞ୍ଜାଳ ଆଉ କିଛି ଲାଗୁ ହିଁ ନାହିଁ। ବୁଝିପାରିଲେ କି? ତେଣୁ ଏବେ ଆମେ ନେକ୍ସଟ ସ୍ଲାଇଡ କୁ ଯିବା। ନେକ୍ସଟ। ହୁଁ। ତ ଏବେ ଦେଖନ୍ତୁ ସାଧାରଣତଃ ଯଦି ଆମେ ଏବେ ସମୟର କଥା ଦେଖିବା, ଥାଉ ଥାଉ ସେଇ ସ୍ଲାଇଡରେ ଥାଉ। ତ ଏବେ ସମୟରେ ଆମେ ଯଦି କଥା ଦେଖିବା ଆପଣ ଦେଖନ୍ତୁ ଅ ଆମେ ଯୋଉ କହିଲେ ଯେ ଉଁ ଯେ ସାଧାରଣତଃ ଏଇ ତିନି ପ୍ରକାରର ଜିନିଷ ଯଦି ଆମକୁ ମିଳିଯିବ ଶାରୀରିକ ଆବଶ୍ୟକତା ପୂରଣ ହେଇଗଲା, ମାନସିକ ଅବସ୍ଥା ପୂରଣ ହେଇଗଲା,
ସାଇକୋଲୋଜିକାଲ ନିଡ୍ ଯୋଉ ଅଛି ପୂରଣ ହେଇଗଲା, କିମ୍ବା ଏବେ ସାଧାରଣତଃ ଆମର ପାରିବାରିକ ସମ୍ପର୍କ ବି ଠିକ ଅଛି, ଯେ ଏତିକିରେ ସମ୍ପୂର୍ଣ୍ଣ ମାତ୍ରାରେ ଯେ ଆଜିର ସମୟରେ ସବୁ ଜିନିଷ ମିଳିଯିବ ସେମିତି କହିହେବନି। ଆଉ ମ୍ୟାକ୍ସିମମ୍ ଟାଇମରେ ଆପଣ ଦେଖନ୍ତୁ, ସାଧାରଣତଃ ଆମର ଯେତେବେଳେ ଦେଖନ୍ତୁ ଜଣେ ବ୍ୟକ୍ତି ବହୁତ ଗରିବ ଅବସ୍ଥାରେ ଅଛନ୍ତି, ତାଙ୍କୁ ଖାଦ୍ୟ ବି ଠିକ ସମୟ ଯୋଗାଡ଼ କରିପାରୁନାହାନ୍ତି, ତିନି ବୋଳିର ଖାଦ୍ୟ, କିମ୍ବା ତାଙ୍କର ଏମିତି ଅବସ୍ଥା ଅଛି ଘର ଠିକ ନାହିଁ, ଏବେ ବହୁତ ଫାଇନାନ୍ସିଆଲି ବହୁତ ଖରାପ ଅବସ୍ଥାରେ ଅଛି। ଆପଣ ଦେଖନ୍ତୁ ତାଙ୍କର କେବଳ ଗୋଟିଏ ଦୁଃଖ, କେବଳ ଗୋଟିଏ ରିକ୍ୱାରମେଣ୍ଟ କଣ, କେମିତି ଠିକ ମାତ୍ରାରେ ପର୍ଯ୍ୟାପ୍ତ ମାତ୍ରାରେ ମୁଁ ଅର୍ଥ ଉପାର୍ଜନ କରିବି। ଆଉ ଦେଖନ୍ତୁ ଯେତେବେଳେ ଅର୍ଥ ଉପାର୍ଜନ ଠିକ ମାତ୍ରାରେ ହେଇଗଲା, ତାପରେ ହଜାରଟା ଆପଣଙ୍କର ଦୁଃଖ ଆସିବ। ଯେତେବେଳେ ଆପଣଙ୍କର ଘରେ ଖାଇବା ପାଇଁ ବି ଠିକ ଅଛି, ରହିବା ପାଇଁ ବି ବଢିଆ ଘର ଅଛି, ସବୁ ପରିବାର ବି ଠିକ ଅଛି, ତାପରେ ଦେଖି ହଜାର ହଜାର ଦୁଃଖ ଆସିବ କଣ, ଅଯଥା କଥା। ଇଏ କାହିଁକି ସେଇଟା କହିଦେଲେ, ସିଏ କାହିଁକି ଏଇଟା କହିଦେଲେ, ସେ ଘରର କାନ୍ଥ କାହିଁକି ଏବେ ରଙ୍ଗ ଛାଡିଗଲା, ସେ ପଇସା ଯୋଉ ଆଣିଥିଲି ସେ ବ୍ୟାଙ୍କରେ ବାନ୍ଧିଥିଲି, ସେ କାହିଁ ଇଣ୍ଟରେଷ୍ଟ ରେଟ୍ କମିଗଲା, ସେ ଅଧିକ ପଇସା ହେଲା ବେଳକୁ ଏପଟେ ଆମେ ଲଗେଇ ଦେଲେଣି ସେୟାର ମାର୍କେଟ, ସେ କାହିଁ ଡୁବିଗଲା। ତ ଏବେ କିମ୍ବା ଆମ ଘର ପାଖର ଘର ଲୋକ ସିଏ ଗୋଟେ ବଢିଆ କାର କିଣିଥିଲା, ମୁଁ କାହିଁ କିଣି ପାରିଲିନି। ତେଣୁ ଦେଖନ୍ତୁ ଯେତେବେଳେ ଅର୍ଥ ଉପାର୍ଜନ ଠିକ ମାତ୍ରାରେ ହେଇଯିବ, ତାପରେ ଦେଖି ହଜାର ହଜାର ଦୁଃଖ ଷ୍ଟାର୍ଟ ହେଇଯିବ। ହୁଁ। ତ ହଜାର ହଜାର ଦୁଃଖ ଷ୍ଟାର୍ଟ ହବାର ମୂଳ କାରଣ କଣ ନା, ମନ ଏବେ ପୁଣି ଥରେ ଚିଟିଂ କରିବା ଷ୍ଟାର୍ଟ କରିଦବ। ବୁଝିପାରିଲେ? ତେଣୁ ସେଇଥିପାଇଁ ସାଧାରଣତଃ ଦେଖନ୍ତୁ ଆଜିର ସମାଜରେ ସାଧାରଣତଃ ଏବେ ଦେଖିବାକୁ ଗଲେ ଯେ ପ୍ରତ୍ୟେକ ଲକ୍ଷେ ବ୍ୟକ୍ତିରେ ଏବେ କଣ ହଉଛି ନା 12 ଜଣ ସୁଇସାଇଡ କରୁଛନ୍ତି। ତାପରେ ଆମ ଭାରତରେ ଏବେ ଷ୍ଟଡି ହିସାବରେ, ଇଏ ହଉଛି 2021 ର ଷ୍ଟଡି ହିସାବରେ ହେଲା, 21 ର ଷ୍ଟଡି ହିସାବରେ 57 ମିଲିୟନ ଇନ୍ ଏନଜାଇଟି, 57 ମିଲିୟନ ମାନେ ହଉଛି ଆରାଉଣ୍ଡ 5 କୋଟି ଲୋକ ଏବେ ଏନଜାଇଟି ରେ ଅଛନ୍ତି। ତା ସହିତ କଣ ନା 37 ମିଲିୟନ ଇନ୍ ଡିପ୍ରେସନ। ତ 37 ମିଲିୟନ ଇନ୍ ଡିପ୍ରେସନ, ମାନେ 3 କୋଟିର ଲୋକ ଏବେ ଡିପ୍ରେସନ ରେ ଅଛନ୍ତି। ଆଉ ସାଧାରଣତଃ ଆପଣ ଭାବନ୍ତୁନି ଯେ ଏଇ ଯୋଉ 5 କୋଟି କିମ୍ବା 3 କୋଟିର କଥା ଚାଲିଛି, ଏମାନଙ୍କ ଘରେ ଖାଦ୍ୟ ନାହିଁ, କିମ୍ବା ଖାଦ୍ୟ ବସ୍ତ୍ର ବାସଗୃହ ଏସବୁ ନାହିଁ, ସବୁ ଥିଲା ପରେ ଏଇ ସବୁ ଡିପ୍ରେସନ କୋଉଥିପାଇଁ ନା, ଏଇଥିପାଇଁ ନା ଯେହେତୁ ସେ ବ୍ୟକ୍ତି ଭାବି ଦେଇଥିଲେ ଯେ ଆମେ ହଉଛି ଆହାର ନିଦ୍ରା ଆଉ ଭୟ ମୈଥୁନ ହଉଛି ଜୀବନର ଲକ୍ଷ୍ୟ। ଏଇ ଯୋଉ ଯେହେତୁ ଉଚ୍ଚତମ ଜ୍ଞାନକୁ ପ୍ରାପ୍ତ ନ ହେଇଛନ୍ତି, ତେଣୁ ସେଇଥିପାଇଁ ସାଧାରଣତଃ ସବୁ ପ୍ରାପ୍ତ ହେଇଗଲା ପରେ ବି ମନଟା ଏବେ ଖାଲି 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 ଲାଗିବ। ମନ ଗୋଟେ ଏମିତି ଜିନିଷ, ଆପଣ ଦେଖନ୍ତୁ ମନ ସବୁବେଳେ ପାଇଁ ଚାହିଁବ ଆପଣ ଯାହା ଯେତେ ପ୍ରାପ୍ତ ହେଇଯିବେ, ତାପରେ ଚାହେଁ ଯେ ଆହୁରି କିଛି ଦରକାର, ଆହୁରି କିଛି ଦରକାର, ଆହୁରି କିଛି ଦରକାର। ତେଣୁ ମନକୁ ସାଧାରଣତଃ ଲଗେଇବା ଦରକାର କୋଉଥିରେ ନା, ମନକୁ ସାଧାରଣତଃ ଜ୍ଞାନରେ ଲଗେଇବା ଦରକାର, ମନକୁ ସାଧାରଣତଃ ସେବାରେ ଲଗେଇବା ଦରକାର, ମନକୁ ସାଧାରଣତଃ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିବା ଦରକାର। ମନକୁ ଆପଣ ଯେତେ ଚାହିଁବେ ଯେ ମୁଁ ତାକୁ ଆନନ୍ଦିତ କରିକି ରଖିବି, ବିଭିନ୍ନ ଜିନିଷ ଦେଇକି ସେ କେବେ ବି ଆନନ୍ଦିତ ହେଇପାରିବନି। ଆପଣ ତ ଏମିତି ଦେଖନ୍ତୁ, ଛୋଟ ଉଦାହରଣ ଆପଣ ଯଦି ନେବେ, ଆପଣ ହୁଏତ ଗୋଟେ ଦିନ ରେଷ୍ଟୁରାଣ୍ଟ ଯାଇ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ଖାଇକି ଆଇଲେ, 1000 2000 ଟଙ୍କାର ଖାଦ୍ୟ ଆପଣ ଖାଇକି ଆସିଲେ, ଆପଣ ପୁଅର କିମ୍ବା ଝିଅର ଜନ୍ମଦିନ ବଢିଆ ଏକଦମ ମନେଇଲେ, ଏକଦମ କେକ୍ ଫେକ୍ କାଟିକି ଦୁନିଆ ଏକଦମ ମନେଇଲେ, କେକ୍ ଯାଇକି ରେଷ୍ଟୁରାଣ୍ଟ ଏବେ ଖାଇକି ଆସିଲେ, ତ ସେଠି ଆପଣଙ୍କର ବେଶୀ ଆନନ୍ଦ ଲାଗୁଛି ନା, ଆପଣ ଧର ଯୋଉ ଗୋଟେ ଦିନ ଗଲେ ମନ୍ଦିର ଆଗରେ ହୁଏତ କେହି ଜଣେ ଭିକାରୀ ବସୁଛନ୍ତି, ତାଙ୍କୁ ଯାଇକି ମାନେ ଏମିତି କିଛି ପ୍ରସାଦ ବାଣ୍ଟିଲେ କଲେ, ସେଥିରେ ଆନନ୍ଦ ଲାଗୁଛି। ନିଶ୍ଚିତ ମାତ୍ରାରେ ଆପଣ ଦେଖିବେ କହିବେ ଯେ ମୁଁ ଯାଇକି ହୁଏତ ଯୋଉମାନେ ଦୁଃଖ କଷ୍ଟରେ ଥିଲେ ସେମାନଙ୍କୁ ପ୍ରସାଦ ବାଣ୍ଟିକି ଆଇଲେ, ସେଥିରେ ବେଶୀ ଆନନ୍ଦ ଲାଗିଲା, ଏଥିରେ କମ ଆନନ୍ଦ ଲାଗିଲା ମୁଁ ଯାଇକି ବହୁତ ବଡ ବଡ ରେଷ୍ଟୁରାଣ୍ଟରେ ଖାଇକି ଆସିଲି। ତେଣୁ ସେଇଥିପାଇଁ ଦେଖନ୍ତୁ, ଏଇ ଯୋଉ ମଣିଷ ଜୀବନଟାକୁ ଏମିତି ଭାବରେ ବନା ହେଇଛି, ଯେତେ ଆମେ ସାଧାରଣତଃ ପରୋପକାର କରିବା ସେତେ ହୁଏତ ଆମକୁ ଆନନ୍ଦ ଲାଗିବ, ଆଉ ଯେତେ ହୁଏତ ଆମେ ନିଜକୁ ନିଜେ ଆନନ୍ଦ ରଖିବା ପାଇଁ ପ୍ରୟାସ କରିବା, ସେତେ ମାତ୍ରାରେ ଆମେ ଦୁଃଖୀ ହବା। ଏଇ ଜିନିଷଟା ତ ବୁଝା ପଡେନି। ଏଇ ଜିନିଷଟା ଯେହେତୁ ବୁଝା ପଡୁନି, ସେଇଥିପାଇଁ ମ୍ୟାକ୍ସିମମ୍ ଲୋକ ଏଠି କଣ ନା ଦୁଃଖରେ ହିଁ ଅଛନ୍ତି। ଏଠି ଦେଖନ୍ତୁ ବହୁତ ଦୁଃଖର କଥା, ଆପଣ ଦେଖନ୍ତୁ ଅ ମାନେ ଆ, ଆଜିର ସମୟରେ କିମ୍ବା 30 ବର୍ଷ ତଳର କଥା ଆମେ ଯଦି ଯିବା, ପ୍ରତ୍ୟେକ ବ୍ୟକ୍ତି ଅବଶ୍ୟ ଆମ ଯେତେ କ୍ଲାସରେ ଅଛନ୍ତି, ମ୍ୟାକ୍ସିମମ୍ ଲୋକ ପ୍ରାୟତଃ ଏଜରେ ଅଧିକ ଅଛନ୍ତି। ଆପଣ ଦେଖନ୍ତୁ 30 ବର୍ଷ ପୂର୍ବର ସାଧାରଣତଃ ଫେସିଲିଟି ଏତେ ନଥିଲା, ଆଜି ଯେତିକି ଫେସିଲିଟି ଅଛି। ସାଧାରଣତଃ 30 ବର୍ଷ ତଳର କଥା ଆମେ ଯଦି ଯିବା, ସମସ୍ତଙ୍କ ଘରେ ଟିଭି ବି ନଥିଲା, ସମସ୍ତଙ୍କ ଘରେ ଗାଡି ତ ନଥିଲା। ତ ପ୍ରାୟତଃ ସେତେବେଳେ ଟିଭି ନଥିଲା, ସେତେବେଳେ ପ୍ରାୟତଃ ଅନ୍ୟ ଜଣ ଘରକୁ ଯାଆନ୍ତି, ରବିବାର ଗୋଟେ ଟିଭିରେ ଗୋଟେ 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 ହୁଏତ କିଛି ଫିଲ୍ମଟେ ଦବ, ସେଇଟା ଦେଖିବେ, ସମସ୍ତେ ବସିକି ଦେଖିବେ,
କିନ୍ତୁ ସେତେବେଳେ ଦେଖନ୍ତୁ ବ୍ୟକ୍ତି ଏଇ ଯୋଉ ଏନଜାଇଟି, ଷ୍ଟ୍ରେସ୍, ଡିପ୍ରେସନ ଏସବୁରେ ନଥିଲା। ଆଜିର ସମୟରେ ପ୍ରତ୍ୟେକ ଘର ତ ଟିଭି, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଗୋଟେ ଗୋଟେ ମୋବାଇଲ ହେଇଗଲାଣି, ଯାହା ଇଚ୍ଛା କରୁଛନ୍ତି ତାହା ଦେଖି ପାରୁଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର ଘରେ ଦିଟା ତିନିଟା ଗାଡି ବି ରହିଲାଣି, ପ୍ରତ୍ୟେକ ଘର ଏବେ ବହୁତ ସୁନ୍ଦର ହେଇଗଲାଣି। କିନ୍ତୁ ତାପରେ ବି ସାଧାରଣତଃ ଦେଖନ୍ତୁ, ଯଦି ଦେଖିବା ଆମେ ଦୁଃଖଟା ବେଶୀ ବେଶୀ ବଢି ବଢି ଚାଲିଛି, ଏନଜାଇଟି ଟା ବଢି ବଢି ଚାଲିଛି, ଡିପ୍ରେସନ ଟା ବଢି ବଢି ଚାଲିଛି। ତେଣୁ ମୋର କହିବା କଥା ଏଠି ହଉଛି ଯେ ଆମେ ଦ୍ୱାରା ଯୋଉ ଯୋଉ ଉନ୍ନତି ଘଟିଛି, ପ୍ରତ୍ୟେକ ଘର ଟିଭି ଅଛି, ପ୍ରତ୍ୟେକ ପିଲାଙ୍କ ପାଖରେ ମୋବାଇଲ ଅଛି, ଏଥିରେ କିଛି ଅସୁବିଧା ନାହିଁ। କାରଣ ଆମେ ହୁଏତ ଗୋଟେ ହିସାବରେ ଆମେ ବୃଦ୍ଧି ପାଇଛନ୍ତି, କିମ୍ବା ଆମେ ଯଦି ରିଭର୍ସ ହିସାବରେ ଚାହିଁବା, ଆମେ ସେମିତି ନୁହେଁ ଯେ 30 ବର୍ଷକୁ ଏବେ ପୁଣି ଫେରିଯିବା, ଯୋଉଠି ଘରେ ଆଉ ମାନେ ଇଲେକ୍ଟ୍ରିସିଟି ନଥିଲା କିମ୍ବା ଟିଭି ନଥିଲା, ସେ ପରିସ୍ଥିତିକୁ ଆମେ ଯାଇ ବି ପାରିବାନି, ସେଟା ପ୍ରାକ୍ଟିକାଲ ନୁହେଁ। ପ୍ରାକ୍ଟିକାଲ ହଉଛି ଏଇଆ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜ୍ଞାନରେ ଡୁବିବାକୁ ପଡିବ, ଜ୍ଞାନ ନବାକୁ ପଡିବ। ଯଦି ଜ୍ଞାନ ନ ନବା ନା, ତାହେଲେ ଏଇ ଯୋଉ ଫେସିଲିଟି ଗୁଡା ହିଁ ଆମ ପାଇଁ କାଳ ହେଇଯିବ। ଏଇ ମୋବାଇଲ ଟା ହିଁ ଆମ ପାଇଁ କାଳ ହେଇଯିବ, ଏଇ ଟିଭିଟା ବି ଗୋଟେ କାଳ ହେଇଯିବ, ଏଇ ହଉଛି ଧନ ଅର୍ଜନ ବି ଗୋଟେ କାଳ ହେଇଯିବ, ଏଇ ପୋଷ୍ଟ ପୋଜିସନ ବି ଗୋଟେ କାଳ ହେଇଯିବ, ଏଇ ଗୋଟେ ହଉଛି ସୁବିଧା ସୁଯୋଗ ସବୁ ଗୋଟେ ଗୋଟେ କାଳ ହେଇଯିବ। କାହିଁକି ନା ଯଦି ଆମ ପାଖରେ ଜ୍ଞାନଟା ଠିକ ସେ ନଥାଏ। ଆଉ ପ୍ରକୃତରେ ଦେଖିବାକୁ ଗଲେ ଆଜିର ସମୟରେ ଏଇ ଜିନିଷ ଗୁଡା ଆମ ପାଇଁ କାଳ ହେଇଯାଇଛି, କାରଣ ଆମ ପାଖରେ ପ୍ରକୃତ ଜ୍ଞାନ ନାହିଁ। ଆଉ ପ୍ରକୃତ ଜ୍ଞାନ ପ୍ରକୃତରେ ଦେଖନ୍ତୁ, ଆମେ ଯଦି ଭଗବତ ଗୀତାକୁ ଠିକ ସେ ଅଧ୍ୟୟନ କରିବା, ନିଜ ଜୀବନରେ ପ୍ରୟାସ କରିବା ଲଗେଇବା ପାଇଁ, ଦେଖନ୍ତୁ ପ୍ରୟାସ ମୁଁ ୱାର୍ଡ ଲଗାଉଛି, ନୁହେଁ ଯେ ଭଗବତ ଗୀତା ଆମେ ପଢିଦେଲେ ଯେ ସମ୍ପୂର୍ଣ୍ଣ ମାତ୍ରାରେ ଆମ ଜୀବନରେ ଲଗେଇଦବା, ସେମିତି କିଛି କହିହବନି। ବହୁତ ସମୟ ଲାଗିଯିବ ଲଗେଇବା ପାଇଁ। ଧୀରେ 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 ଆଟଲିଷ୍ଟ ଯଦି ଲଗେଇବା, ତାହେଲେ ନିଶ୍ଚିତ ମାତ୍ରାରେ ବହୁତ ମାତ୍ରାରେ ଆପଣ ଟିକେ ଶୁଦ୍ଧିକରଣ ମିଳିବ। ମୋ ନିଜ ଜୀବନରେ ଯଦି କଥା କହିବି, ମୁଁ ବହୁତ କମ ବୟସରୁ ଅବଶ୍ୟ ଭଗବତ ଗୀତାର ମୋତେ ସୁଯୋଗ ମିଳିଯାଇଥିଲା। ଯେମିତି ମୋର ଇଞ୍ଜିନିୟରିଂର ସେକେଣ୍ଡ ଇୟର, ମାନେ ସେତେବେଳେ ବୟସ କେତେ ହବ, ହୁଏତ 17-18 ବର୍ଷ ହବ। ତ 17-18 ବର୍ଷରେ ହିଁ ମୁଁ ସେତେବେଳେ ଭଗବତ ଗୀତା ଅଧ୍ୟୟନ କରିବା ଷ୍ଟାର୍ଟ କଲି। ସେ ଅଧ୍ୟୟନ ମାନେ ଏମିତି ସୁପରଫିସିଆଲ ନୁହେଁ, ମୁଁ ପ୍ରତ୍ୟେକ ଦିନ ମାନେ ସକାଳେ ଗୋଟେ ଅଧ୍ୟାୟ ପଢିବି, ସନ୍ଧ୍ୟା ବେଳକୁ ଗୋଟେ ଅଧ୍ୟାୟ ପଢିବି। ପ୍ରତ୍ୟେକ ଦିନ ମୋର ସକାଳେ ଅଧଘଣ୍ଟେ ଟାଇମ, ଆଉ ସନ୍ଧ୍ୟା ବେଳକୁ ଅଧଘଣ୍ଟେ ଟାଇମ, ଏସବୁ ସାଧନା ଥିଲା। ତ ସେତେବେଳେ ଇଞ୍ଜିନିୟରିଂ ପଢିବା ସହିତ କଲେଜ ଯିବା ପୂର୍ବରୁ ମୁଁ ଅଧଘଣ୍ଟେ ପଢିକି ଯିବି, ପୁଣି କଲେଜରୁ ଆସିଲା ପରେ ସନ୍ଧ୍ୟାରେ ପୁଣି ଥରେ ସ୍ନାନ କରିକି ପୁଣି ଅଧଘଣ୍ଟେ ପଢିବି। ତେଣୁ ସେତେବେଳେ ମୁଁ କେବଳ ପଢୁଥିଲି, ଅବଶ୍ୟ ମୁଁ ଏତେ ମାନେ ସବୁ ଶ୍ଲୋକର ମାନେ ଏସବୁ ସେଇ ହିସାବରେ ପଢୁନଥିଲି। ମତେ କୁହା ହେଇଥିଲା ଯେ ଗୋଟେ ଗୋଟେ ଅଧ୍ୟାୟ ପଢେ, ତେଣୁ ଗୋଟେ ଗୋଟେ ଅଧ୍ୟାୟ ପଢୁଥିଲି। ତେଣୁ ମୁଁ ଦେଖିଛି ସେ ଯୋଉ ଗୋଟେ ଗୋଟେ ଅଧ୍ୟାୟ ଜଷ୍ଟ ପଢିବା ଦ୍ଵାରା, କିଛି ମାନେ ବୁଝିନି, ଅଧ୍ୟାୟ ପଢିବା ଦ୍ଵାରା ମୋ ଭିତରେ ବହୁତ ମାତ୍ରାରେ ଚେଞ୍ଜେସ୍ ଆସିଥିଲା। ସେତେବେଳେ ବହୁତ ମାତ୍ରାରେ, ମାନେ ଦେଖନ୍ତୁ ମାନସିକ ସ୍ତରରେ ଆପଣ ବହୁତ ଦୃଢ ହେଇଯିବେ, ମାନସିକ ସ୍ତରରେ ଆପଣ ବହୁତ ଦୃଢ ହେଇଯିବେ, ଆପଣଙ୍କର ଚିନ୍ତା କରିବାର ଶକ୍ତି ବହୁତ ଦୃଢ ହେଇଯିବ, ଆପଣଙ୍କର ପ୍ରତ୍ୟେକ ଜିନିଷକୁ ଏନାଲିସିସ୍ କରିବାର ଶକ୍ତି ବହୁତ ଦୃଢ ହେଇଯିବ, ଆପଣଙ୍କର ପର୍ସନାଲିଟିରେ ଦେଖିବେ ବହୁତ ଚେଞ୍ଜେସ୍ ହେଇଯିବ, ଆପଣ କଥାବାର୍ତ୍ତାରେ ବହୁତ ଚେଞ୍ଜେସ୍ ହେଇଯିବ, ଆପଣଙ୍କର ଚାଲିଚଳନରେ ବହୁତ ସାରା ଚେଞ୍ଜେସ୍ ହେଇଯିବ। କେବଳ ଦେଖନ୍ତୁ ଗୋଟିଏ ଜିନିଷରେ, ଯେ ଆପଣ ଜଷ୍ଟ ଭଗବତ ଗୀତା ପଢିବା ଦ୍ଵାରା, ମାନେ ନ ବୁଝିକି ବି ପଢିବା ଦ୍ଵାରା। ତେଣୁ ଜଣେ ବ୍ୟକ୍ତି ଯଦି, ସେଇଥିପାଇଁ ସାଧାରଣତଃ ଆମ ଓଡିଆରେ କୁହନ୍ତି, ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ ଗୀତା। ତେଣୁ ସେମିତି ଟାଇପର ଯଦି ଆମେ ପ୍ରକୃତରେ ଆମେ ଏବେ ବୁଝିକି ପୁଣି ଭଗବତ ଗୀତାକୁ ଆମେ ସାଧାରଣତଃ ବୁଝନ୍ତି, ପଢନ୍ତି, ଜୀବନରେ ଲଗାନ୍ତି, ତାହେଲେ କେତେ ମାତ୍ରାରେ ଆମ ଜୀବନରେ ଚେଞ୍ଜେସ୍ ନ ଆସିବ। ବୁଝିପାରୁଛନ୍ତି କି? ତେଣୁ ସେଇଥିପାଇଁ ସାଧାରଣତଃ ଅ, ଏଇ ଯୋଉ ଭଗବତ ଗୀତାର କଥା ଆମେ କହୁଛନ୍ତି, ନିଶ୍ଚିତ ମାତ୍ରାରେ ସମସ୍ତେ ପ୍ରୟାସ କରିବା ଦରକାର, ବୁଝିବା ଦରକାର। ନ ବୁଝିଲେ ନା ଆମେ ଆମ ଜୀବନଟାକୁ ଆମେ ସୁଖରେ ରହିପାରିବାନି, ଶାନ୍ତିରେ ରହିପାରିବାନି। ବୁଝିପାରିଲେ? କିମ୍ବା ଆମ ଜୀବନକୁ କେମିତି ଆଗକୁ ନବା ଦରକାର ଆମେ ଜାଣିପାରିବାନି। ବୁଝିପାରିଲେ ନା? ତେଣୁ ସେଇଥିପାଇଁ ଯୋଉ ପ୍ରଥମ ସେସନ ଆମେ ରଖିଥିଲେ, ହ୍ୱାଇ ଟୁ ଅଣ୍ଡରଷ୍ଟାଣ୍ଡ ଭଗବତ ଗୀତା, କଣ ପାଇଁ ଆମେ ଭଗବତ ଗୀତା ବୁଝିବା ଦରକାର। ତେଣୁ ତାର ଉତ୍ତର ଆପଣ ମାନେ କିଛି କିଛି ପାଇଯିବେଣି, ଯେ ଯଦି ଆମେ ଭଗବତ ଗୀତାକୁ ନ ବୁଝନ୍ତି ଆମ ଲାଇଫରେ, ହୁଏତ ଆମ ପାଖରେ ସବୁ ଜିନିଷ ଥିଲା ପରେ ବି ଆମକୁ ବହୁତ ମାତ୍ରାରେ ଆମକୁ ଅପରିପୂର୍ଣ୍ଣ ଲାଗିବ, ଆମ ଜୀବନରେ ଯେମିତି କିଛି ନାହିଁ। ବହୁତ ଜଣ ବ୍ୟକ୍ତି ସାଧାରଣତଃ ଦେଖନ୍ତୁ, ଏବେ ସମୟରେ ଯୋଉମାନେ ଲାଷ୍ଟ ଯୋଉ 4-5 ବର୍ଷରେ ବହୁତ ସାରା ସୁଇସାଇଡ ଯୋଉ ହଉଛି, ଆପଣ ଭାବନ୍ତୁନି ସେ ସୁଇସାଇଡ, ସେମାନେ ଖାଦ୍ୟ ନଥିଲା ତାଙ୍କ ଘରେ। ବହୁତ ସାରା କେସେସ ରେ ସୁଇସାଇଡ ଏଇଥିପାଇଁ ହଉଛି, ଏବେ ଜଷ୍ଟ 2017 ର ନିଟ୍, ମାନେ ଯୋଉ ମେଡିକାଲ ଏଣ୍ଟ୍ରାନ୍ସ ଦଉଛନ୍ତି, 2017 ର ନିଟ୍ ଟପର, ଏ ଅଲ ଇଣ୍ଡିଆ ରାଙ୍କ 1, ନବନୀତ ସିଂ। ନବନୀତ ସିଂ ଯିଏକି ଏବେ ପଢୁଥିଲେ କୋଉଠି ନା, ମୌଲାନା ଆଜାଦ ମେଡିକାଲ କଲେଜ। ତ ସେ ସୁଇସାଇଡ କରିଥିଲେ। ନମ୍ବର 1, ଏ ଅଲ ଇଣ୍ଡିଆ ରାଙ୍କ 1, ଆଉ ଅଧିକା କଣ ହେଇପାରେ। 2017 ର ନିଟ୍ ଏକ୍ସାମ ର ନମ୍ବର 1 ଯୋଉ ପିଲା, ସେ ସୁଇସାଇଡ କରିଦେଲା।
ତାମାନେ ହଉଛି କୋଉଠି ନା କୋଉଠି ଆମେ ହୁଏତ ଏବେ ସମୟରେ କଣ ହେଇଛି ନା କେମିତି ପଢିବା, କେତେ ଏକ୍ଜାମ ଦବା, କମ୍ପିଟିସନ ଦବା, ତାକୁ ବେଶୀ ଧ୍ୟାନ ଦେଇ ଦେଇଛନ୍ତି। ଜୀବନଟାକୁ ଠିକ ସେ ବଞ୍ଚିବା ପାଇଁ କଳାଟା ଆମେ ଜାଣି ପାରୁନାହାନ୍ତି। ତେଣୁ ସେଇ ଯୋଉ କଳାଟା କୋଉଠୁ ଆମକୁ ମିଳିବ ନା ଭଗବତ ଗୀତାରୁ। ଏଠି ଦେଖନ୍ତୁ ସୌରଭ କୁମାର ଲାଧା, ସୌରଭ କୁମାର ଲାଧା କୋଉଠୁ ପାସ୍ ଆଉଟ୍ ନା ଆଇଆଇଟି ମାଡ୍ରାସ, ପୁଣି ପୋଷ୍ଟ ଗ୍ରାଜୁଏସନ କୋଉଠୁ ନା ଆଇଆଇଏମ କୋଲକାତା। ତାପରେ ପ୍ୟାକେଜ କେତେ ନା 34 ଲକ୍ଷ ପ୍ୟାକେଜ। କମ୍ପାନୀ କଣ ନା ମେକେନ୍ଜି। ମେକେନ୍ଜି ରେ କାମ କରୁଥିଲା ବେଳେ ସେ ବ୍ୟକ୍ତି ଯେହେତୁ କାମ ପ୍ରେସର ଦ୍ୱାରା ସୁଇସାଇଡ କରିଥିଲା। ଆରେ ଭାଇ, କାମ ପ୍ରେସର ଦ୍ୱାରା ତୁ ଜବ ଟା ତ ଆରାମସେ ଛାଡି ପାରିବୁ। ତ ତାମାନେ କୋଉଠି ନା କୋଉଠି ଆମେ ହୁଏତ ବହୁତ ବଡ ବଡ ସ୍କୁଲ କଲେଜରେ ପଢୁଛନ୍ତି, ଫିଜିକ୍ସ କେମିଷ୍ଟ୍ରି ଏସବୁ ବହୁତ ବଢିଆ ପଢି ଦଉଛନ୍ତି, କିନ୍ତୁ ନିଜ ଜୀବନଟାକୁ କେମିତି ବଞ୍ଚିବା ଦରକାର ଏଇ ଜିନିଷଟା ଆମେ ଶିଖି ପାରୁନାହାନ୍ତି। ୟାର ମୁଖ୍ୟ ଅଭାବଟା କଣ ରହୁଛି ନା ଭଗବତ ଗୀତାର ଅଭାବ। ଆଜିକାଲି ମୁଁ ଦେଖୁଛି ବହୁତ ୟଙ୍ଗ ପିଲା, ସେମାନେ ଟିକେ ଟିକେ କଥାରେ ସେମାନେ ଫଟ ଫାଟ କହୁଛନ୍ତି ଯେ ଆମେ ସୁଇସାଇଡ କରିଦବା। ଆରେ କଣ ମାନେ ଏତେ ମାନେ ୱିକ୍ ମାଇଣ୍ଡ ସେଟ କଣ ପାଇଁ? ୱିକ୍ ମାଇଣ୍ଡ ସେଟ ଏଇଥିପାଇଁ ଦି ତିନିଟା ଜିନିଷ କାରଣ ପାଇଁ ୱିକ୍ ମାଇଣ୍ଡ ସେଟ। ପ୍ରଥମ ଜିନିଷ ହଉଛି ତାଙ୍କୁ ସେମିତି ଟାଇପର ଟ୍ରେଣ୍ଡ କରାହଉନି। ଆପଣ ଦେଖନ୍ତୁ ଆମେ ମାନେ ଯେତେବେଳେ ଛୋଟ ଥିଲେ ଆମେ ବହୁତ ସାରା ଫେଲୁଅର୍ସ ଦେଖିଥିଲେ। ଆମେ ଥର ଯୋଉ ବାପା ମାଙ୍କୁ ଯାଇକି ଗୋଟେ ଜିଦ୍ କରନ୍ତି ଯେ ଖେଳଣାଟେ ଦିଅ, ବେଳେ ବେଳେ ଗାଳି ପଡୁଥିଲା, ମ୍ୟାକ୍ସିମମ୍ ଟାଇମରେ ଗାଳି ପଡୁଥିଲା, 90% କେସେସରେ ଗାଳି ପଡୁଥିଲା। ଏବେ ତ ତତେ ଖେଳଣା ଦିଆଥିଲା, ପୁଣି କଣ ଖେଳଣା ଦରକାର? ଠିକ ଅଛି, ତ ସେତେବେଳେ ଗୋଟେ କଣଟେ ଦିଆଯିବ, ସବୁବେଳେ କଣ ଖେଳଣା ଦରକାର? ତ ଦେଖନ୍ତୁ ଆମେ ଯେତେବେଳେ କିଛି ଗୋଟେ ଡିମାଣ୍ଡ କରୁଥିଲେ ତାକୁ ରିଜେକ୍ଟ କରାହଉଥିଲା, ତେଣୁ ଆମେ ରିଜେକ୍ଟ ଟାକୁ ସହି ସହି ବଢୁଥିଲେ। କିନ୍ତୁ ଏବେ ସମୟରେ ଦେଖନ୍ତୁ ପିଲାଟା ଯାହା କହୁଛି ଆପଣ ସେ ସବୁ ଜିନିଷ ଆଣିକି ଧରେଇ ଦଉଛନ୍ତି। ଏବେ ଦେଖନ୍ତୁ ଆମର ଖେଳନା ସେତେବେଳେ କଣ ଥିଲା, ଗୋଟେ ବନ୍ଧୁକଟେ ଗୋଟେ ବସ୍ ଟେ କଣ ଥିବ। ଏବେ ଦେଖନ୍ତୁ ଗୋଟେ ପିଲା ପାଖରେ ଗୋଟେ ଘରର ଖେଳଣା। ପିଲାକୁ ଆପଣ ଟୋଟାଲି ଦେଖେଇ ହିଁ ଦଉନାହାନ୍ତି ଗୋଟେ ଫେଲୁଅର ବୋଲି ବୋଲି ଜିନିଷ ଅଛି। ମୁଁ ଦେଖିଛି ଆମର ଜନ୍ମାଷ୍ଟମୀ ପ୍ରୋଗ୍ରାମ ରେ ସାଧାରଣତଃ ପ୍ରାଇଜ ଯେତେବେଳେ ଦିଆଯିବ, କିଛି କିଛି ମା ମାନଙ୍କର ଆସି କମ୍ପ୍ଲେନ ଯେ ମୋ ଛୁଆଟା ତ ଭଲ କରିଥିଲା କାହିଁକି ପ୍ରାଇଜ ଦେଲେନି। ସେମାନେ ଜାଣି ପାରୁନାହାନ୍ତି ଯେ ପ୍ରାଇଜ ଠାରୁ ବହୁତ ବଡ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଯେ ପିଲାଟା ଆଟଲିଷ୍ଟ ଫେଲୁଅର କଣ, ରିଜେକ୍ସନ କଣ ଜାଣୁଛି। ଏବେ ସ୍କୁଲ ମାନଙ୍କରେ ସାଧାରଣତଃ ଦେଖନ୍ତୁ ଗୋଟେ କନସୋଲେସନ ପ୍ରାଇଜ ରଖା ହେଇଛି, ଯେ ପିଲା ଯଦି ଫାର୍ଷ୍ଟ ସେକେଣ୍ଡ ଥାର୍ଡ ହେଲା ପରେ ଆଉ ଯିଏ ବି ରହିଲା ତାକୁ କନସୋଲେସନ ପ୍ରାଇଜ ଦିଆଯିବ। କାରଣ କନସୋଲେସନ ପ୍ରାଇଜ ଯଦି ନ ଦିଆଯିବ ସେ ଟଲରେଟ କରିବାର ତାର ଶକ୍ତି ହିଁ ନାହିଁ। ତ ଦେଖନ୍ତୁ ଯଦି ଛୋଟ ବେଳୁ ତାକୁ କୌଣସି ପ୍ରକାର ଆମେ ରିଜେକ୍ସନ ର ମାନେ ଟେଷ୍ଟ ଟା କଣ ଦେଖଉନାହାନ୍ତି, ରିଜେକ୍ସନ ଟାକୁ କେମିତି ସହ୍ୟ କରିବାକୁ ପଡେ ଦେଖଉନାହାନ୍ତି, ତାହେଲେ ସିଏ ଯେତେବେଳେ ଏବେ ପ୍ରାପ୍ତ ବୟସ ହେଉଛି 17-18 ବର୍ଷ ହେଇଯାଉଛି, ଯେତେବେଳେ କୋଉ ଗୋଟେ ପୁଅକୁ କିମ୍ବା ଝିଅକୁ ଭଲ ପାଇ ବସୁଛି, ସେ ଯଦି ପୁଅ ଝିଅ ମନା କରିଦଉ ତାହେଲେ ସରିଲା କଥା। ସେ ତ କେବେ ରିଜେକ୍ସନ ଦେଖି ହିଁ ନାହିଁ ନା, ତ ଏଠି ଟଲରେଟ କରିବ କେମିତି? ଟଲରେଟ କରିବାର କାପାସିଟି ତାର ଏକଦମ ଜିରୋ ହେଇଯାଇଛି। ତାପରେ ଆଉ କିଛି କିଛି ଜିନିଷ କଣ ନା, ଯେମିତି ଆମର ଯୋଉ ଆମର ପ୍ରତ୍ୟେକ ଦିନର ଅଭ୍ୟାସ। ଆଗରୁ ଦେଖନ୍ତୁ ପିଲା ପ୍ରତ୍ୟେକ ବ୍ୟକ୍ତି ସାଧାରଣତଃ ସେମାନେ କଣ କରୁଥିଲେ ନା ରାତିରେ ଠିକ 10ଟା ବେଳେ ଶୋଇ ଯାଉଥିଲେ, ସକାଳୁ ଠିକ 6ଟା 7ଟା ବେଳକୁ ଉଠି ଯାଉଥିଲେ। ତ ତା ଦ୍ଵାରା ସେମାନେ କଣ ହଉଥିଲା ନା ଗୋଟେ ସୁସ୍ଥତା ସେମାନେ ରହୁଥିଲା। ଏବେ ପିଲା କଣ କରୁଛନ୍ତି ନା ଶୋଉଛନ୍ତି ସକାଳୁ 5ଟା 6ଟା ବେଳୁ, ଉଠୁଛନ୍ତି ଦିନ 12ଟା ବେଳୁ। ତା ମାନେ ହଉଛି ମାନସିକ ସ୍ଥିତି ଏବେ ବହୁତ ନିମ୍ନମାନରେ ଅଛି। ମାନସିକ ସ୍ଥିତିଟା ଯେହେତୁ ବହୁତ ନିମ୍ନମାନରେ ଅଛି, ତେଣୁ କିଛି ଟିକେ ଛୋଟ ମୋଟ କାରଣ ହେଲା ବେଳୁ ସେମାନେ ଆଉ ତାଙ୍କର ସ୍ଥିରତା ଟାକୁ ବଜେଇ ରଖି ପାରୁନାହାନ୍ତି। ତେଣୁ ଏମିତି ବହୁତ ସାରା କାରଣ ଅଛି। ସାଧାରଣତଃ ସେଇଥିପାଇଁ ଏବେର ପିଲାମାନଙ୍କୁ ତ ଆଧ୍ୟାତ୍ମିକ ଜ୍ଞାନ ଦେବା ନିହାତି ଦରକାର, ସ୍କୁଲ କଲେଜ ମାନଙ୍କରେ ବି ଦବା ଦରକାର। ସେମାନଙ୍କର ଏଇ ଯୋଉ ଖାଇବା ପିଇବା ଶୋଇବା ଏଇ ଯୋଉ ଅଭ୍ୟାସକୁ ବି ବହୁତ ମାତ୍ରାରେ ଚେଞ୍ଜ କରିବା ଦରକାର। ତ ଏଇ ସବୁ ନହେଲା ମାନେ ବହୁତ ଅସୁବିଧାର ସମ୍ମୁଖୀନ ହବା। ନେକ୍ସଟ। ନେକ୍ସଟ। ହୁଁ। ତ ଏବେ ଦେଖନ୍ତୁ ସାଧାରଣତଃ ଆମ ଜୀବନରେ ଯୋଉ ବି ଆମେ ସାଧାରଣତଃ ଆନନ୍ଦ ଦେଖନ୍ତି, ପେନ୍ ପ୍ଲେଜର କିମ୍ବା ଇମୋସନ, ଇଏ କୋଉଠୁ ଆମେ ସାଧାରଣତଃ ଉପଲବ୍ଧି କରନ୍ତି? ଆମ ମନ ଦ୍ଵାରା। କିନ୍ତୁ ସାଧାରଣତଃ ଦେଖନ୍ତୁ ଏଇ ଯୋଉ ମନ ଦ୍ଵାରା ଆମେ ସାଧାରଣତଃ ପେନ୍ ପ୍ଲେଜର କିମ୍ବା ଇମୋସନ ଫିଲ୍ କରୁଛନ୍ତି, ଏଇ ମନର ସାଧାରଣତଃ କେମିତି କାର୍ଯ୍ୟ କରୁଛି, ମନ କେମିତି ଟାଇପ ର ଚାଲେ, ୟା ବିଷୟରେ ଆମେ କୌଣସି ବି ଜ୍ଞାନ ସାଧାରଣତଃ ଆଜିର ଯୋଉ ମାନେ ସ୍କୁଲ କଲେଜରୁ ଆମେ ପାଇ ପାରୁନାହାନ୍ତି। କୌଣସି ବି ଗୋଟେ ସବଜେକ୍ଟ ନାହିଁ ଯୋଉଟା କି ମନ ବିଷୟରେ ହୁଏତ ଆମକୁ ଜ୍ଞାନ ଦଉଛି। କିନ୍ତୁ ସାଧାରଣତଃ ଦେଖନ୍ତୁ ଆମ ଜୀବନର ସବୁଠୁ ବଡ ଯୋଉ ଅ, ଉପଲବ୍ଧି ସବୁ ଆମେ ମନରୁ ହିଁ ଅନୁଭବ କରନ୍ତି ନା, ପେନ୍ ପ୍ଲେଜର ଇମୋସନ ସବୁ ଗୁଡା ମନରୁ ହିଁ ଅନୁଭବ କରୁଛନ୍ତି। କିନ୍ତୁ ମନ ବିଷୟରେ ଆମର ଜ୍ଞାନ ନାହିଁ। ତେଣୁ ଯେତେବେଳେ ମନ କିଛି ଅସ୍ଥିର ହେଇଯାଉଛି, ମନ ଯଦି ଠିକ ଅବସ୍ଥାରେ ନାହିଁ, ତାହେଲେ ହୁଏତ ଆମର ଆମେ ନିଜକୁ ଆଉ ସନ୍ତୁଳିତ ରଖି ପାରୁନାହାନ୍ତି। କିନ୍ତୁ ସାଧାରଣତଃ ଦେଖନ୍ତୁ ଯେତେବେଳେ ଭଗବତ ଗୀତାର କଥା ଆମେ କହୁଛନ୍ତି, ଭଗବତ ଗୀତାର ଯୋଉ 700 ସାଧାରଣତଃ ଶ୍ଲୋକ ଅଛି,
ସାଧାରଣତଃ 700 ଶ୍ଲୋକରେ ଯଦି ବି କୁହାଯାଇଛି ଯୁଦ୍ଧର ପରିପ୍ରେକ୍ଷୀରେ, କିନ୍ତୁ ସାଧାରଣତଃ ଦେଖନ୍ତୁ ତାର ଯୋଉ ବିଷୟବସ୍ତୁ ସାଧାରଣତଃ ରହିଛି ବହୁତ ମାତ୍ରାରେ ନିଜ ବିଷୟରେ ଜାଣିବା ପାଇଁ, ନିଜର ହୁଏତ ମନ ବିଷୟରେ ଜାଣିବା ପାଇଁ, ନିଜ ଶରୀର ବିଷୟରେ ଜାଣିବା ପାଇଁ, ନିଜର ମାନେ ନିଜର କୋଉଥିରେ ମାନେ ସାଧାରଣତଃ ଆମେ ଦୃଢ, କୋଉ ଜିନିଷରେ ସାଧାରଣତଃ ୱିକନେସ୍, ତ ତା ବିଷୟରେ ଜାଣିବା ପାଇଁ କୁହାଯାଇଛି। ତେଣୁ ସାଧାରଣତଃ ସେଇଥିପାଇଁ ତା ଦେଖନ୍ତୁ ଆମେ ଯଦି ଭଗବତ ଗୀତା ବିଷୟରେ ଜାଣିବା ତାହେଲେ ନିଶ୍ଚିତ ମାତ୍ରାରେ ଆମ ନିଜ ବିଷୟରେ ବହୁତ ମାତ୍ରାରେ ଆମକୁ ଜ୍ଞାନ ମିଳିଯିବ, ଆଉ ଯାହା ଦ୍ୱାରା କି ଆମେ ନିଜେ ବହୁତ ଦୃଢ ହେଇପାରିବା। ପ୍ରତ୍ୟେକ ବ୍ୟକ୍ତି ଦେଖନ୍ତୁ ଏ ସଂସାରରେ ଯେତେ ବି ବ୍ୟକ୍ତି ସାଧାରଣତଃ ବହୁତ ସକ୍ସେସ୍ ହେଇଛନ୍ତି, ଆପଣ ଦେଖନ୍ତୁ ସମସ୍ତେ ଗୋଟିଏ ହିଁ କଥା କୁହନ୍ତି ଯେ ଆମେ ସକ୍ସେସର ମୂଳ କାରଣ ହଉଛି ଆମେ ମେଣ୍ଟାଲି ବହୁତ ଷ୍ଟ୍ରଙ୍ଗ। ଜଣେ ଯଦି ମାନସିକ ସ୍ତରରେ ବହୁତ ଦୃଢ ତାହେଲେ ନିଶ୍ଚିତ ମାତ୍ରାରେ ସେ ସଫଳ ପ୍ରାପ୍ତ ହେଇଯିବେ। ଯଦି ମାନସିକ ସ୍ତରରେ ବହୁତ ଏବେ ମାନେ ସେତେ ଦୃଢତା ନାହିଁ, ତାହେଲେ ଯେତେ ହୁଏତ ଭଲ ସ୍କୁଲ କଲେଜରେ ପଢିଥିଲେ ବି ଜୀବନଟାକୁ ବହୁତ ସୁଚାରୁ ରୂପରେ କଟେଇ ପାରିବେନି ହେଲା। ତେଣୁ ସେଇଥିପାଇଁ ସାଧାରଣତଃ ଦେଖନ୍ତୁ ଯେ ଆମର ମାନସିକ ସ୍ତରରେ ଆମେ ଦୃଢତା ରହିବା ଦରକାର, ଶାରୀରିକ ସ୍ତରରେ ଦୃଢତା ରହିବା ଦରକାର। ଆମର ଆଉ ମାନସିକ ସ୍ତରରେ ଦୃଢତା କେମିତି ରହିପାରିବା, ଯେତେବେଳେ ହିଁ ଆମେ ମାନେ ଏଇ ଯୋଉ ଭଗବତ ଗୀତାର ଜ୍ଞାନଟାକୁ ନେଇକି ନିଜ ଜୀବନରେ ଆମେ ଲଗେଇବା। ଠିକ ଅଛି। ତେଣୁ ସେଇଥିପାଇଁ ସାଧାରଣତଃ ଆମର ଏଇ ଯୋଉ ଭଗବତ ଗୀତାର ଜ୍ଞାନକୁ ନିଶ୍ଚିତ ମାତ୍ରାରେ ଶୁଣିବା ଦରକାର, ବୁଝିବା ଦରକାର, ନିଜ ଜୀବନରେ ଲଗେଇବା ପାଇଁ ପ୍ରୟାସ କରିବା ଦରକାର। ଯଦି ଗୋଟିଏ ପରସେଣ୍ଟ ବି ଆମେ ତାକୁ ଉପଲବ୍ଧି କଲେ ଦେଖିବା ଆମ ଜୀବନ ବହୁତ ମାତ୍ରାରେ ଚେଞ୍ଜ ହେଇଯିବ। ଆଉ ସାଧାରଣତଃ ଦେଖନ୍ତୁ ଭଗବତ ଗୀତାର ଯେତେବେଳେ ଆମେ କଥା କହୁଛନ୍ତି ଯେ ଆମେ ଯେତେବେଳେ ପ୍ରୟାସ ସାଧାରଣତଃ କରୁଛନ୍ତି, ଇଏ କେବଳ ଗୋଟିଏ ଡିରେକ୍ସନ ରେ ନୁହେଁ, ମାନେ ଆମେ କେବଳ ପ୍ରୟାସ କରୁଛନ୍ତି, ସେପଟେ କଣ ନା କୃଷ୍ଣ ବି ପ୍ରୟାସ କରୁଛନ୍ତି ଆମକୁ ସାହାଯ୍ୟ କରିବା ପାଇଁ। ତେଣୁ ସେଇଥିପାଇଁ ସାଧାରଣତଃ ଭଗବତ ଗୀତାର 18 ଅଧ୍ୟାୟର 73 ନମ୍ବର ଶ୍ଲୋକରେ ଏବେ କୃଷ୍ଣ କହୁଛନ୍ତି ଅର୍ଜୁନକୁ, ଯେ କହୁଛନ୍ତି ମଚ୍ଚିତ ସର୍ବ ଦୁର୍ଗାଣୀ ମତ୍ ପ୍ରସାଦେ ତରିଷ୍ୟସି। କହୁଛନ୍ତି ଯେତେବେଳେ ଚିତ୍ତଟା ମୋ ପାଖରେ ଲାଗିଯିବ, ଆମର ହୃଦୟଟା ଯେତେବେଳେ ମୋ ମାନେ କୃଷ୍ଣଙ୍କ ପାଖରେ ଲାଗିଯିବ, ମଚ୍ଚିତ ସର୍ବ ଦୁର୍ଗାଣୀ ମତ୍ ପ୍ରସାଦେ ତରିଷ୍ୟସି, ଯେତେବେଳେ ଚିତ୍ତଟା କୃଷ୍ଣଙ୍କ ପାଖରେ ଲାଗିଯିବ, ମତ୍ ପ୍ରସାଦେ ତରିଷ୍ୟସି, ମୋର ପ୍ରସାଦ ଦ୍ଵାରା ହିଁ, ମୋର ଆଶୀର୍ବାଦ ଦ୍ଵାରା ହିଁ, ମତ୍ ପ୍ରସାଦେ ତରିଷ୍ୟସି ମଚ୍ଚିତ ସର୍ବ ଦୁର୍ଗାଣୀ, ଯେତେ ପ୍ରକାର ଦୁଃଖ ଜଞ୍ଜାଳ ଯାହା ବି ଅଛି ନା, ମତ୍ ପ୍ରସାଦେ ତରିଷ୍ୟସି, ମୋର ପ୍ରସାଦ ଦ୍ଵାରା ହିଁ ତାର ତାରଣ ହେଇଯିବ ହେଲା। ଅପିଚେତ ଅହଙ୍କାର ନା ଶୋଷ୍ୟସି, ଯଦି କୌଣସି ବ୍ୟକ୍ତି ଅହଙ୍କାର ବଶତଃ ନ ଶ୍ରବଣ ନ କରନ୍ତି, ନ ଶୁଣନ୍ତି, ତାହେଲେ କଣ ହବ ନା ଅପିଚେତ ଅହଙ୍କାର ନା ଶୋଷ୍ୟ ବିନଶ୍ୟସି, ଯଦି ନ ଶୁଣନ୍ତି ତାହେଲେ ବିନାଶ ହେଇଯିବ। ତେଣୁ ସେଇଥିପାଇଁ ସାଧାରଣ ଦେଖନ୍ତୁ ଏ ସଂସାରରେ ଯୋଉ ବିଭିନ୍ନ ପ୍ରକାର ଦୁଃଖ ଜଞ୍ଜାଳ ଯାହା ବି ଅଛି ନା, ଆମେ ସମ୍ପୂର୍ଣ୍ଣ ମାତ୍ରାରେ ସବୁ ପ୍ରକାର ଦୁଃଖ ଜଞ୍ଜାଳକୁ ମାନେ ଉଁ ଅ, ସମର୍ଥ ନୁହେଁ, ଆମର ସମ୍ପୂର୍ଣ୍ଣ ମାତ୍ରାରେ ଆମେ ସମର୍ଥ ନୁହେଁ ଯେ ତାକୁ ଆମେ ହ୍ୟାଣ୍ଡେଲ କରିପାରିବା। କିନ୍ତୁ କେମିତି କରିପାରିବା ନା, ଯଦି ଆମେ ଭଗବାନଙ୍କ ପାଖରେ ଆମର ଚିତ୍ତଟାକୁ ଲଗେଇଛନ୍ତି, ତାଙ୍କର ଆଶୀର୍ବାଦ ଦ୍ଵାରା ହିଁ ଆମେ ସମ୍ପୂର୍ଣ୍ଣ ମାତ୍ରାରେ ଏଇ ସଂସାରର ଦୁଃଖ ଜଞ୍ଜାଳକୁ ତ ହ୍ୟାଣ୍ଡେଲ କରିପାରିବା। ଆଉ ସବୁବେଳେ ଭଗବାନ ଚାହେଁ ଯେ ମୋର ଭକ୍ତ ଯାହାର ଚିତ୍ତ ମୋ ପାଖରେ ଅଛି, ସେମାନେ ହିଁ ଏ ସମାଜରେ ସବୁବେଳେ ବଡ ବଡ ମାନେ ସଫଳତା ପ୍ରାପ୍ତ ହୁଅନ୍ତୁ, ସେମାନେ ହିଁ ସବୁବେଳେ ଆଗକୁ ଯାଆନ୍ତୁ ହେଲା। ତେଣୁ ସେଇଥିପାଇଁ ସାଧାରଣତଃ ଦେଖନ୍ତୁ ଆମ ଜୀବନରେ ଯାହା ଯାହା ଲକ୍ଷ୍ୟ ଅଛି, ଆମ ଜୀବନରେ ଲକ୍ଷ୍ୟ ଅଛି ଆମକୁ ବହୁତ କିଛି ସଫଳତା ମିଳୁ, ଆମ ଜୀବନରେ ଲକ୍ଷ୍ୟ ଅଛି ଆମେ ଭଲ ପାରିବାରିକ ଶାରୀରିକ ସମ୍ପର୍କ, ମାନସିକ ସମ୍ପର୍କ କିମ୍ବା ଆମର ସାମାଜିକ ସମ୍ପର୍କ ସବୁ ଜିନିଷ ବହୁତ ସୁନ୍ଦର ଭାବରେ ରହୁ। ତେଣୁ ସବୁ ଜିନିଷକୁ ସୁଚାରୁ ରୂପରେ ରଖିବା ପାଇଁ, ଶାନ୍ତିରେ ରହିବା ପାଇଁ, ସଫଳତା ପ୍ରାପ୍ତ ହେବା ପାଇଁ ଆମକୁ ନିଶ୍ଚିତ ମାତ୍ରାରେ ଏଇ ଯୋଉ ଭଗବତ ଗୀତାର ଜ୍ଞାନ ଦରକାର। ତେଣୁ ସେଇ ଭଗବତ ଗୀତାର ଜ୍ଞାନ ଆମେ ନେକ୍ସଟ ସେସନରେ ଆମେ ଚର୍ଚ୍ଚା କରିବା ହେଲା। ତ ପ୍ରତ୍ୟେକ ଜିନିଷ ଆମେ ବୁଝିବା ଦରକାର କଣ ପାଇଁ ଆମେ କରୁଛନ୍ତି, ଯଦି କଣ ପାଇଁ ଆମେ ଜାଣିଦବା ତାହେଲେ ନିଶ୍ଚିତ ମାତ୍ରାରେ ଆମେ କେମିତି ପ୍ରାପ୍ତ ହବା ତା ବିଷୟରେ ଆମେ ଜାଣିପାରିବା। ଠିକ ଅଛି, ତ ଆମେ ଏଇଠି ଏବେ ଷ୍ଟପ୍ କରିବା। ଯାହାର କିଛି ପ୍ରଶ୍ନ ଅଛି ତାହେଲେ ପ୍ରଶ୍ନ ନେବା।